ସମସ୍ତଙ୍କୁ ନମସ୍କାର। ନମସ୍କାର। ଜହ୍ନ 6 ପର୍ବ 60 ପଦରୁ ଶେଷ ପଦ ପର୍ଯ୍ୟନ୍ତ ସ୍ୱପ୍ନ ପଢେ। ଜହ୍ନ 6 ପର୍ବ 60 ପଦରୁ ଶେଷ ପଦ ପର୍ଯ୍ୟନ୍ତ ଏକସ୍ତୁତ। ଅତଏବ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣିପାରେ? କିନ୍ତୁ ଯୀଶୁ ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, ଏହା କଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି? ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଣ? ଆତ୍ମା ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁନାହାନ୍ତି। କାରଣ କେଉଁମାନେ ବିଶ୍ୱାସ କରୁନଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ। ଆଉ ସେ କହିଲେ, ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କ ଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ ନିକଟକୁ ଆସିପାରେ ନାହିଁ। ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମେମାନେ ମଧ୍ୟ କଣ ଚାଲିଯିବାକୁ ଇଚ୍ଛା କରୁଅଛ? ସିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ଆଉ ଆପଣ ଯେ ଈଶ୍ୱରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ କଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରିନାହିଁ? ଆଉ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୈତାନ। ସେ ଇସ୍କାରିଓତ ସିମୋନର ପୁତ୍ର ଯିହୁଦାଙ୍କୁ ଲକ୍ଷ୍ୟ କରି ଏହା କହିଲେ। କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଇଥିଲା। ଏଇ ଜଣଙ୍କର ଯେତେବେଳେ ମାନେ ପାଣ୍ଟାଟା ପାଇଁ କାମ ଷ୍ଟାର୍ଟ କରୁଛୁ, ତ ପରମେଶ୍ୱର ସେ ଜାଗାରେ ରାସ୍ତା ଖୋଲୁଛନ୍ତି। ଆଉ ଗତକାଲି ମାନେ ପାଷ୍ଟର ମୁଁ ସବୁ ବହୁତ ଏରିଆକୁ ଯାଇଥିଲି। ଆଉ ତ ସବୁ ମ୍ୟୁଟ କରନ୍ତୁ, କିଏ ଜଏନ୍। ତ ଯେତେବେଳେ ଆମେ ଅ, ପରମେଶ୍ୱରଙ୍କର ସ୍ୱର ଅନୁସାରେ ପାଦ କାଢିବା, ସେଇ ସମୟରେ ଆରମ୍ଭରେ ହଉ କି ବାହ୍ୟିକ ଭାବରେ ହଉ, ଅ, ଅନେକ ସମୟରେ ମାନେ ଲକ୍ଷଣକୁ ଆମେ ଅ, ଦୃଷ୍ଟି ପକେଇଥାଉ ଯେ ଯଦି ଲକ୍ଷଣ କିଛି ବିଷୟ ଭଲ ଦେଖାଯିବ, ତାହେଲେ ଆମେ ଆଶା କରିଥାଉ ହଁ ଏଇ ଜାଗାରେ କାମ ହବ। କିନ୍ତୁ ମୁଁ ଯେତେବେଳେ ଅବ୍ରାହ୍ମଙ୍କର ତଳେ ଥିବା ବୃଦ୍ଧ ଦାସଙ୍କ ବିଷୟରେ ଯଦି ମୁଁ ଚିନ୍ତା କରୁଛି, ଅବ୍ରାହ୍ମ ଯୋଉସରେ ବୃଦ୍ଧ ଦାସଙ୍କୁ କହିଲେ, ତୁମେ ଯାଇକି ଆପଣ ମୋର ପୁଅ ଇସାକ ପାଇଁ ତମେ କନ୍ୟା ଖୋଜିକି ଆଣ ବୋଲି କହିଲେ। ତ ବୃଦ୍ଧ ଦାସଙ୍କୁ ଯଦି ଆମେ ଦେଖିବା, ତାହେଲେ ବୃଦ୍ଧ ଦାସଙ୍କ ପାଖରେ କୋଉ ନିର୍ଦ୍ଦିଷ୍ଟ ବିଷୟ ତାଙ୍କୁ ବନେଇଲା ଅବ୍ରାହ୍ମଙ୍କର ସ୍ୱର ଶୁଣିକି ଯିବା ପାଇଁ। ଯଦି ଆମେ ତାଙ୍କ ପାଖରେ କଣ୍ଡିସନକୁ ବୁଝିବା, ତାହେଲେ ତାଙ୍କ ପାଖରେ କୌଣସି ବିଷୟ ହିଁ ନାହିଁ ଯାହାର ଲକ୍ଷଣ ଦେଖିକି ସେ ଯାହାର କଣ୍ଡିସନକୁ ପାଇକି ସେ ଯାଇପାରିବେ। ଆଉ ଯଦି ବୃଦ୍ଧ ଦାସ ଯାଇପାରିଲେ ଅବ୍ରାହ୍ମଙ୍କର ସ୍ୱର ଶୁଣିକି, ତାହେଲେ ଗୋଟେ ବିଷୟ ପାଇଁ ଯେ ତାଙ୍କ ଭିତରେ ଯାହା ମଧ୍ୟ ଧାରଣା ଥିଲା, ଯାହା ମଧ୍ୟ ତାଙ୍କ ପାଖରେ ଚିନ୍ତାଧାରା ଥିଲା, ଯାହା ମଧ୍ୟ ତାଙ୍କର ହିସାବ କିତାବ ଥିଲା। କାରଣ ଆମ ପାଖରେ ମଧ୍ୟ ଅନେକ ଗୁଡେ ମାପଦଣ୍ଡ ଅଛି ଆମର ଦୈନନ୍ଦିନ ଜୀବନରେ ହିସାବ କିତାବ କରିବା ପାଇଁ ହଉ କି ବିଚାର କରିବା ପାଇଁ ହଉ, କୋଉଟା ଠିକ କୋଉଟା ଭୁଲ ବିଷୟକୁ ନିଷ୍ପତ୍ତି ଦେବା ପାଇଁ। କିନ୍ତୁ ବୃଦ୍ଧ ଦାସ କେବେ ମଧ୍ୟ ନିଜର ଦୃଷ୍ଟିକୋଣରୁ, ନିଜର ଚିନ୍ତାଧାରାରୁ କି ନିଜର ଧାରଣା ମୂଳକ ଭାବରେ ତାଙ୍କର କୌଣସି ଏ ପ୍ରକାର ସର୍ତ୍ତକୁ ଦେଖିକି ତାଙ୍କୁ ଏସୁରାନ୍ସ ସେ ପାଇଲେ ବା ସେ ସଠିକ ସର୍ତ୍ତ ପାଇଲେ, ଆଉ ମୁଁ ଯିବି ବୋଲି କହିଲି ସେଥିପାଇଁ ଗଲେ, ସେମିତି ନୁହେଁ। ବୃଦ୍ଧ ଦାସ ଯଦି ଯାଇଛନ୍ତି ଅବ୍ରାହ୍ମଙ୍କର କେବଳ ବାକ୍ୟ ଶୁଣିକି, ସେ ଅବ୍ରାହ୍ମକୁ ନିର୍ଭର କରିକି ତା ସହିତ ସେ
ସ୍ୱୀକାର କରୁଛନ୍ତି ଯେ ଏ ମୋର ପ୍ରଭୁ ଅବ୍ରାହମଙ୍କର ଅ, ପରମେଶ୍ୱର ବୋଲି କହୁଛନ୍ତି। ତାର ଅର୍ଥ ହଉଛି ବୃଦ୍ଧ ଦାସଙ୍କର ହୃଦୟରେ ସେ ପରମେଶ୍ୱର ସ୍ଥାପନ ଥିଲେ ଯୋଉ ପରମେଶ୍ୱର ଅବ୍ରାହମଙ୍କର ପରମେଶ୍ୱର। ବୃଦ୍ଧ ଦାସଙ୍କ ଭିତରେ ତାଙ୍କର ନିଜର ଓନ୍ ପରମେଶ୍ୱର ନିଜେ ମେଣ୍ଟେନ କରିବା, ନିଜେ ଅ, ଦେଖିବା ପରମେଶ୍ୱର ହୁଅନ୍ତୁ କି ନିଜ ଅନୁସାରେ ସେ ପ୍ରଭୁଙ୍କୁ ତାଙ୍କ ହୃଦୟ ଭିତରେ ସ୍ଥାପନ କରୁନଥିଲେ। ସେଥିପାଇଁ ସେ ସ୍ୱୀକାର କରୁଛନ୍ତି ପ୍ରାର୍ଥନା କଲା ସମୟରେ, ଅନୁଗ୍ରହ ମାଗିବା ସମୟରେ, ଏ ମୋର ଅବ୍ରାହମଙ୍କର ପରମେଶ୍ୱର ବୋଲି ସେ କହୁଛନ୍ତି। ତାହେଲେ ଏଇଠି ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ଗଭୀର ବିଷୟକୁ ଆମେ ପାଇପାରିବା ଯେ ବୃଦ୍ଧ ଦାସଙ୍କର ସମସ୍ତ ଆତ୍ମିକ ଜୀବନର ମୂଳ ଥିଲେ ଅବ୍ରାହମ। ତାଙ୍କର ହୃଦୟ ଭିତରେ ତାଙ୍କର କୌଣସି ହିସାବ କିତାବ ନଥିଲା। ଯଦି ସେ ନିଜ ଅନୁସାରେ ଯଦି ସେ ଦୃଷ୍ଟିକୋଣରେ ଦେଖିବେ ତାହେଲେ ସେ ଗୋଟେ ବ୍ୟକ୍ତି ନୁହନ୍ତି ଯିଏକି ହଁ ବୋଲି କହିପାରିବେ। ଅବ୍ରାହମଙ୍କର ସ୍ୱର ଶୁଣିକି ସେ ହଁ ବୋଲି କହିକି ଯାଇପାରିବା ଲୋକ ହେଇପାରିବେ ନାହିଁ। କିନ୍ତୁ ଯେତେବେଳେ ଆମେ ଜଣକୁ ବିଶ୍ୱାସ କରୁଛୁ କି ଜଣଙ୍କର କଥାରେ ଯଦି ଆମେ ଭରସା ରଖିଅଛୁ, ତାହେଲେ ସେ ଲୋକ ଆମକୁ ଭରସା ଦେଲା ପରିବର୍ତ୍ତେ ପୂର୍ବରୁ ପ୍ରଥମେ ଆମମାନଙ୍କ ପାଖରେ ଚେକ୍ କରିବା ପାଇଁ ଦରକାର ଯେ ଆମ ପାଖରେ ଏଇ ଯୋଉ ଭରସା କରିବାର ମାପଦଣ୍ଡ ଅଛି ଆମ ପାଖରେ ସଠିକ ଭାବରେ ଆମର ନିଜର ଅନୁସାରେ ଭରସା ଆମେ ତିଆରି କରିକି କରିବା ଦରକାର, ନା ଆମ ପାଖରେ ସେ ବିଶ୍ୱାସ ସେ ଭରସା ଥିବା ଦରକାର ଯାହାକି ଆମେ ଯାହାକୁ କରୁଛୁ ତାଙ୍କ ଠାରୁ ସେ ଭରସା ବା ତାଙ୍କ ଠାରୁ ସେ ବିଶ୍ୱାସ ପାଇବା ଆବଶ୍ୟକ ଅଟେ। ସତରେ ଯେ ଆମେ ଯାହାକୁ ବିଶ୍ୱାସ କରୁଛୁ କି ଭରସା କରୁଛୁ ସେ ସଠିକ ଭାବରେ ଆଉ ସିଦ୍ଧ ଭାବରେ ସେ ସମସ୍ତ ବିଷୟକୁ ପୂରଣ କରିବା ଆମ ପାଇଁ ବହୁତ ଇଣ୍ଟରେଷ୍ଟିଂ ବିଷୟ। ପରମେଶ୍ୱର ଆମକୁ ସେଇ ପ୍ରକାର କଣ୍ଡିସନ ଦେଇନାହାନ୍ତି ବିଶ୍ୱାସ କରିବା ପାଇଁ ଯୋଉ ବିଷୟ ଗୁଡାକ ଦ୍ଵାରା ଆମେ ନିଜେ ନିଜର ଲକ୍ଷଣ ନିଜର ଚେଷ୍ଟା ଦ୍ଵାରା ଆମେ ବିଶ୍ୱାସକୁ ତିଆରି କରିବା, ସେମିତି କେବେ ବି ନୁହେଁ। ହେଲେ ପରମେଶ୍ୱର ସମସ୍ତ ସର୍ତ୍ତ ପୂରଣ କରୁଛନ୍ତି। ପରମେଶ୍ୱର ସମସ୍ତ ବିଷୟକୁ ସଠିକ ଭାବରେ ଆ ତାଙ୍କର ବିଶ୍ୱାସରେ ତାଙ୍କର ବାକ୍ୟରେ ରଖିଅଛନ୍ତି ଯାହାକି ଆମମାନେ ଗ୍ରହଣ କଲେ ସେ ଅନୁସାରେ କାର୍ଯ୍ୟ ହବ। ତ ଗତ ଦିନକରେ ଆମେ ଭବାନୀପାଟଣା ବି ଯାଇଥିଲୁ। ଭବାନୀପାଟଣାରେ ସେଠି ସିଏଲଏଫ କରୁଥିଲୁ। ତ ସେଇଠି ଆମ ଦୃଷ୍ଟିରେ ପରିସ୍ଥିତି ବେଶୀ ଭଲ ନଥିଲା। ମୁଁ ପ୍ରଥମେ ଭାବିଲି କାହିଁକି ମାନେ ମନ୍ଦିର ଭିତରେ ଗୋଟେ କନଫରେନ୍ସ କରିବା ପାଇଁ ଆସିଛନ୍ତି, କଣ ଦେଖିବା ପାଇଁ ଚାହୁଁଛନ୍ତି ଏମାନେ। ଏ ମନ୍ଦିର ଭିତରେ ଜାଗା ଅଲଗା ଜାଗା ମିଳିଲା ଯେ ମନ୍ଦିର ଭିତରକୁ ଆସିକି ଏମାନେ ମିଟିଂ ଆରେଞ୍ଜ କରୁଛନ୍ତି ଆଉ ମତେ ଡାକୁଛନ୍ତି। এই ପ୍ରକାର ପରିସ୍ଥିତି ଚାଲିଛି ବର୍ତ୍ତମାନ। କିନ୍ତୁ ମୋର ଭାବନା ଆଉ ମୋର ଯାହାକି ଧାରଣା କି ଯାହା ମଧ୍ୟ ମୋ ପାଖରେ ଆସୁଅଛି ତାହା ଯଦି ଅଳ୍ପ ସମୟ ମତେ ମାନେ ଗୁରୁତ୍ୱପୂର୍ଣ୍ଣ ଲାଗିଥାଏ କି ମତେ ଠିକ ଲାଗିଥାଏ, କିନ୍ତୁ ଆମେ ପରମର୍ଶଙ୍କ ଲୋକ ତ ଆମମାନେ ଆମର ହୃଦୟ ଭିତରେ କୋଉ ବିଷୟକୁ ଆମେ ଗୁରୁତ୍ୱପୂର୍ଣ୍ଣ ଦେଇଥାଉ। ହଁ, ଯାହା ବି ହଉ ଈଶ୍ୱରଙ୍କର ଇଚ୍ଛାରେ ସବୁ ଜିନିଷ ହେବା ଆବଶ୍ୟକ। ଆଉ ପରମେଶ୍ୱର ଯେମିତି କରିବେ ସେମିତି। ଗତକାଲି ନ୍ୟୁଜ ଅପଡେଟ ମୁଁ ପାଇଲି ଯୋଉ ପାଷ୍ଟର ମାନେ ଯୋଉ ଲିଡର ମାନେ ଆସିଥିଲେ ସେଠୁକୁ କନଫରେନ୍ସ ଆଟେଣ୍ଡ କରିବା ପାଇଁ ବର୍ତ୍ତମାନ ଆଉ ସେମାନେ କାଣ୍ଟଟାକୁ ନେଇକି ବହୁତ ପଜିଟିଭଲି ସେମାନେ ଅଛନ୍ତି ଆଉ ସେମାନେ କାଣ୍ଟଟା କରିବୁ ବୋଲି କହୁଛନ୍ତି। ତ ମୁଁ ଯେତେବେଳେ ଏ ବିଷୟକୁ ଦେଖୁଛି ଯେ ଲୋକମାନଙ୍କର ହୃଦୟ ଭିତରେ ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା ପାଇଁ ହଉ କି ଯଦି ସେମାନେ ଆମ ଚର୍ଚ୍ଚକୁ ଜାଣିନାହାନ୍ତି କିନ୍ତୁ ଈଶ୍ୱର ତାଙ୍କ ହୃଦୟରେ କାର୍ଯ୍ୟ କରୁଅଛନ୍ତି ତାହା କରିବେ, ତାହେଲେ ନିଶ୍ଚିତ ଭାବରେ ପ୍ରଭୁଙ୍କର ଅନୁସାରେ ପ୍ରତ୍ୟେକ ବିଷୟ ହବ। ତ ସେଇଠି ବୌଦ୍ଧରେ ବୌଦ୍ଧ ପାଖାପାଖି ଯେତେ ଆମେ ଗଲୁ କାଲି ତ ସେଇଠି ଗୋଟେ ଚର୍ଚ୍ଚ ନାହିଁ। ହଁ, ତାହେଲେ ସେଇଠି ଖାଲି ହିନ୍ଦୁ ଲୋକମାନେ ଅଛନ୍ତି। କିନ୍ତୁ ପରିସ୍ଥିତିକୁ ନେଇକି ଆମେ ପରିଚାଳିତ ହେବା ପରିବର୍ତ୍ତେ ପରମେଶ୍ୱରଙ୍କର ଇଚ୍ଛା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ତ ସେଇଠି କେତେ ପାଷ୍ଟର ମାନେ ଆ ଅଛନ୍ତି ଆଉ ତାଙ୍କର କାଲି ଫାଷ୍ଟିଂ ପ୍ରେୟର ସବୁ ଚାଲିଥିଲା। ତ ସେତିକି ମାତ୍ରାରେ ଆମେ ମିଶି ପାରିଲୁ ନାହିଁ, କିନ୍ତୁ ନେକ୍ସଟ ଟାଇମ ଆଉଥରେ ଆମେ ଆପଏଣ୍ଟମେଣ୍ଟ ମାଗିକି ଆମେ
ସେ ବିଷୟ ନିଶ୍ଚିତ ଭାବରେ ସେଠି ପ୍ରଭୁଙ୍କର ରାସ୍ତା ଖୋଲିବ ବୋଲି ଆମେ ଆଶା କରୁଛୁ। ତ ସେଠି ବେଳେ ବେଳେ ଲାଗୁଛି କିଛି ନହେଲା ପରେ କି କିଛି ବିଷୟ ଆ ଆମମାନେ ଯଦି କିଛି କରିବା ନାହିଁ ତାହେଲେ କେମିତି ହବ, ସମୟ ବେଶୀ ଲେଟ୍ ହେଇଯିବ। କିନ୍ତୁ ତାହା କୌଣସି ସେ ବିଷୟ ନାହିଁ। ତ ପ୍ରଥମେ ଆମମାନଙ୍କର ଜୀବନରେ ଆମର ହୃଦୟ ଭିତରେ ପରମେଶ୍ୱରଙ୍କର ପ୍ରତିଜ୍ଞା, ପରମେଶ୍ୱରଙ୍କର ଇଚ୍ଛା ଆମମାନଙ୍କୁ ବନେଇ ପାରିବ ଯଥେଷ୍ଟ ଭାବରେ ଆଗକୁ ବଢିବା ପାଇଁ। ତ ବୃଦ୍ଧ ଦାସଙ୍କ ହୃଦୟ ଭିତରେ ବୃଦ୍ଧ ଦାସ ଅବ୍ରାହମଙ୍କର ପରମେଶ୍ୱରକୁ ସେ ସଂଯୁକ୍ତ ହେଇଥିଲେ। ହେଲେ ଅବ୍ରାହମଙ୍କର ପରମେଶ୍ୱର ଯୋଉ ଅବ୍ରାହମକୁ ଆ, ଆଶୀର୍ବାଦ କରିଅଛନ୍ତି, ଯୋଉ ଅବ୍ରାହମ ପାଇଁ କାମ କରିଅଛନ୍ତି। ତ ଏ ବୃଦ୍ଧ ଦାସ ଓଲ୍ଡ ସର୍ଭେଣ୍ଟ ଯୋଉ ଲେଖା ହେଇଛି, ନିଶ୍ଚିତ ଭାବରେ ଦେଖିଛି, ସେ ଦେଖିଥିବ ଅବ୍ରାହମଙ୍କର ପ୍ରତ୍ୟେକ ଦୈନନ୍ଦିନ ଜୀବନରେ କଣ କଣ ଘଟିଥିଲା, ଇସାକ ଜନ୍ମ ପୂର୍ବରୁ କେମିତି ହେଇଥିଲା, ଇସାକର ଜନ୍ମ ପୂର୍ବରୁ କୋଉ ପ୍ରକାର ପରିସ୍ଥିତିରେ ଗତି କରୁଥିଲେ ଏମାନେ, ସବୁ ଜିନିଷକୁ ସେ ଦେଖିଥିଲେ। ଆଉ ବର୍ତ୍ତମାନ ନିଶ୍ଚିତ ଭାବରେ ସେଇଠି ଗୋଟେ ସ୍ପିରିଚୁଆଲ ଲାଇଫ, ଆତ୍ମିକ ଜୀବନକୁ ସେ କାଟୁଥିଲେ। ଶୁଣିବାର ଆତ୍ମିକ ଜୀବନ, ଦେଖିକି ବିଚାର କରିବା ଆତ୍ମିକ ଜୀବନ ନାହିଁ। କିଛି ବିଷୟ ବୁଝିକି ଆତ୍ମିକ ଜୀବନ ବିତେଇବା ବିଷୟ। ଯଦି ଆମେ ଅ ବୃଦ୍ଧ ଦାସଙ୍କର ହୃଦୟକୁ ଯଦି କମ୍ପେୟାର କରିବା ଯୋସେଫଙ୍କର ତଳେ ଥିବା ଗୃହାଧ୍ୟକ୍ଷ, ଆମେ ସେମ୍ ହାର୍ଟକୁ ପାଇବା। ଏବେ ଯୋସେଫଙ୍କ ତଳେ ମଧ୍ୟ ଗୃହାଧ୍ୟକ୍ଷ, ଆଉ ଯଦି ଆମେ ଯଦି ଆମେ ତାଙ୍କର ହୃଦୟକୁ ଯଦି ପଶିବା ତାହେଲେ ସେ ମଧ୍ୟ ଗୋଟେ ବ୍ୟକ୍ତି ଯିଏକି ଯୋସେଫଙ୍କର ବାକ୍ୟକୁ ନେଇକି ସେ ଆତ୍ମିକ ଜୀବନ ବିତାଉଥିଲେ। ଯୋସେଫଙ୍କର ବାକ୍ୟକୁ ନେଇକି ବୁଝିବା ପାଇଁ, ଯୋସେଫଙ୍କର ବାକ୍ୟକୁ ନେଇକି ହିସାବ କିତାବ କରିବା ପାଇଁ, ଯୋସେଫଙ୍କର ବାକ୍ୟକୁ ନେଇକି ନିଜର ମାପଦଣ୍ଡ ଅନୁସାରେ, ନିଜର ଚିନ୍ତାଧାରା ଅନୁସାରେ ସେ ବିଚାର କରିବାର ଆତ୍ମିକ ଜୀବନ ସେ ବିତାଉଥିଲେ। ସେଥିପାଇଁ ଯୋସେଫ ଯୋଉସାରେ କହୁଛନ୍ତି ତାଙ୍କୁ ପ୍ରଥମ ଆଦେଶରେ ରୂପା ତାଟିଆ ରଖିବା ପାଇଁ କହୁଛନ୍ତି, ଦ୍ଵିତୀୟ ଆଦେଶରେ ବର୍ତ୍ତମାନ ସେ କହୁଛନ୍ତି ଯାଅ ତମେ ତାଙ୍କୁ ଚୋର ବୋଲି କୁହ। ଏବେ ବୃଦ୍ଧ ଦାସ ଯଦି ଶାରୀରିକ ଭାବରେ, ମାନେ ଅବ୍ରାହମଙ୍କର ହୃଦୟ ସହିତ, ଅବ୍ରାହମଙ୍କର ହୃଦୟ ସହିତ ସଂଯୁକ୍ତର ଅର୍ଥ କଣ? ଯଦି ଆମମାନେ ଯୋଉ ପର୍ଯ୍ୟନ୍ତ ମଣ୍ଡଳୀ ଭିତରେ ଯୀଶୁଙ୍କୁ ମସ୍ତକ ଭାବରେ ଯଦି ଆମେ ଆବିଷ୍କାର କରିପାରୁ, ଯଦି ଆମର ପରମେଶ୍ୱରଙ୍କର ଦାସଙ୍କ ଭିତରେ ପରମେଶ୍ୱରଙ୍କର ଅ ଇଚ୍ଛାରେ ବା ପରମେଶ୍ୱରଙ୍କର ଯୋଜନାରେ, ପ୍ରଭୁଙ୍କର ପ୍ରତିଜ୍ଞା ଅନୁସାରେ ଯଦି ଏ ପ୍ରଭୁଙ୍କ ଦାସଙ୍କ ମତେ ଦିଆଯାଇଛି କହିକି ମୁଁ ଯୋଉ ପର୍ଯ୍ୟନ୍ତ ଆବିଷ୍କାର କରିନାହିଁ, ଆଉ ଯୋଉ ପର୍ଯ୍ୟନ୍ତ ଆମର ଚର୍ଚ୍ଚର ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ପ୍ରଭୁ ବାଛିଛନ୍ତି, ମଣ୍ଡଳୀ ଭିତରେ ଥିବା ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ପ୍ରଭୁ ପରିଚାଳନା ଦେଇଛନ୍ତି, ଆଉ ଏଇ ବିଶ୍ୱାସ ନ ପାଇଲା ପର୍ଯ୍ୟନ୍ତ ମୁଁ ମଧ୍ୟ କେମିତି ସେମାନଙ୍କୁ ଭଲ ପାଇପାରିବି ମୋ ନିଜ ଅନୁସାରେ, ମୁଁ କେମିତି ସେମାନଙ୍କର ସହିତ ସଂଯୁକ୍ତ ହେଇପାରିବି, ସମ୍ପର୍କ ଗଢିପାରିବି। ମୁଁ କହିବାକୁ ଚାହୁଁଛି ଜଗତରେ ମଧ୍ୟ ବହୁତ ଭଲ ସମ୍ପର୍କରେ ଥିବା ଲୋକମାନେ ଜୀବନ ଯାପନ ବିତାଉଛନ୍ତି, କିନ୍ତୁ ମଣ୍ଡଳୀ ଭିତରେ ଆମର ସମ୍ପର୍କ କଣ? ବ୍ୟକ୍ତିଗତ ଭାବରେ ଯେତେବେଳେ ମୁଁ ଆମର ଭାଇ ଭଉଣୀକୁ ଦେଖେ, ଅ, ପରମେଶ୍ୱର ଏ ଭାଇଙ୍କୁ ବାଛିଛନ୍ତି, ପରମେଶ୍ୱର ଏ ଭଉଣୀକୁ ବାଛୁଛନ୍ତି, ମାନେ ସେଇଠି ଶାରୀରିକ କଣ୍ଡିସନ ଗୁଡାକୁ ଦେଖିଲା ପରିବର୍ତ୍ତେ, ଶାରୀରିକ ଭାବରେ ସମ୍ପର୍କ ଗଢିଲା ପରିବର୍ତ୍ତେ, ବର୍ତ୍ତମାନ ବହୁତ ଆଶ୍ଚର୍ଯ୍ୟ ଆଉ ବେଶୀ ଇଣ୍ଟରେଷ୍ଟିଂ ବିଷୟଟା, ଏଟା ବହୁତ ମୂଲ୍ୟାୟନ ବିଷୟ। ଏବେ ଯଦି ଗୃହାଧ୍ୟକ୍ଷ ଯୋସେଫଙ୍କୁ, ପରମେଶ୍ୱର ଯୋସେଫଙ୍କୁ ବାଛି ଅଛନ୍ତି, ପରମେଶ୍ୱର ଯୋସେଫଙ୍କ ଭିତରେ ଅଛନ୍ତି, କି ପରମେଶ୍ୱର ଯୋସେଫଙ୍କ ମୁଖରୁ କଥା ହଉଛନ୍ତି, ଏ ହୃଦୟକୁ ଯଦି ଗୃହାଧ୍ୟକ୍ଷଙ୍କ ପାଖରେ ପାଇବା ତାହେଲେ ଆମେ କେମିତି ବୁଝିପାରିବା ଆତ୍ମିକ ଜୀବନ ହଉଛି ପରମେଶ୍ୱରଙ୍କର ଇଚ୍ଛା, ପ୍ରଭୁଙ୍କର ଯୋଜନା, କି ପ୍ରଭୁଙ୍କର ଆମ ଆଡକୁ ଯାହା ମଧ୍ୟ ସେ କହିବାକୁ ଚାହୁଁଛନ୍ତି ତାହା ଅନୁସାରେ ବଞ୍ଚିବା ପାଇଁ କୁହାଯାଏ। ତ ପ୍ରଥମ ବିଷୟ ହଉଛି ଖ୍ରୀଷ୍ଟମାସ କାନ୍ଡଟା ଗୋଟେ ବିଷୟ ନାହିଁ ଯାହାକି ମନୁଷ୍ୟ ଦ୍ୱାରା ତିଆରି, ମନୁଷ୍ୟର ଇଚ୍ଛା ଦ୍ୱାରା, ମନୁଷ୍ୟର ଅଭିଳାଷ ଦ୍ୱାରା ଏଟା ପ୍ରସ୍ତୁତ ଡ୍ରାମା ନୁହେଁ। ଆମ ମଣ୍ଡଳୀ ମଧ୍ୟ ଗୋଟେ ମଣ୍ଡଳୀ ନାହିଁ, ମନୁଷ୍ୟ ଦ୍ୱାରା ଆଧାରିତ ମଣ୍ଡଳୀ ନୁହେଁ ଏଇଟା।
କି ଆମେ ଭଲ ବିଷୟକୁ ଦୃଷ୍ଟି ପକେଇକି ଆମ ଦୃଷ୍ଟିରେ ପାଇକି ଆମେ ଚର୍ଚ୍ଚକୁ ଆସୁଛୁ, ସେମିତି ନୁହେଁ। ତ ଆମର ଆତ୍ମିକ ଜୀବନରେ ମୂଳ ଫାଉଣ୍ଡେସନ ହଉଛି ଆମେ ସୁସମାଚାର ଶୁଣିକି ଆମେ ବିଶ୍ୱାସ କଲୁ, ସେଇଟା ମଧ୍ୟ ପରମେଶ୍ୱର ଉର୍ଦ୍ଧ୍ୱରୁ ଆମକୁ ସାହାଯ୍ୟ କଲେ। ପରମେଶ୍ୱର ଉର୍ଦ୍ଧ୍ୱରୁ ଆମମାନଙ୍କୁ ଶକ୍ତି ଦେଲେ, ସ୍ୱର୍ଗରୁ ଶକ୍ତି ଦେଲେ ଏ ସୁସମାଚାରକୁ ବିଶ୍ୱାସ କରିବା ପାଇଁ ଯେ ଆମେ ଧାର୍ମିକ ବୋଲି କହୁ। ଯେମିତି ଲେଖା ହେଇଛି ବାଇବଲ ଯେ ତୁମମାନେ ବିଶେଷ ମୂଲ୍ୟ କିଣାଯାଉଛ। ଆମେ ପ୍ରଥମେ ନିଜକୁ ପଚାରିବା ଦରକାର ଯେ ମୋ ଜୀବନ ସହିତ ଅଧିକ ମାତ୍ରାରେ ଅତି ନିକଟବର୍ତ୍ତୀ ସମ୍ପର୍କ ବ୍ୟକ୍ତି କିଏ? ମୋ ଜୀବନ ସହିତ ଅତି ନିକଟବର୍ତ୍ତୀ ବନ୍ଧୁ କିଏ? କାହା ସହିତ ମୋର ଉଠା ବସା ହଉଛି, କାହା ସହିତ ମୋର କଥାବାର୍ତ୍ତା ହଉଛି, କାହା ସହିତ ମୋର ହୃଦୟର ସମ୍ପର୍କ ଅଛି, ମୋର ହୃଦୟର ଦୁନିଆ କଥା କହୁଛି। ଜାଗତିକ ଦୁନିଆରେ ତ ଆମେ ଅନେକ ଲୋକଙ୍କ ସହିତ କଥାବାର୍ତ୍ତା କରୁଛୁ। ଇଭେନ ଆମେ ଦୋକାନରେ ଯାଇକି ବସିକି ଦୋକାନ ବାଲା ସହିତ ମଧ୍ୟ କଥା ହଉଛୁ। ତ ଦୋକାନରେ ଆମର ଡିଲିଂସ କଣ? ଦୋକାନର ସହିତ ଆମର ସମ୍ପର୍କ କଣ ଜାଣିଛନ୍ତି? ଦୋକାନ ବାଲାକୁ ପଇସା ଦେବାଟା ଆଉ ଦୋକାନ ବାଲା ଆମକୁ ଜିନିଷ ଦେବାଟା ସେତିକି ମାତ୍ର। ତା ଛାଡିକି ଅନ୍ୟ କୌଣସି ବିଷୟରେ ଆମର ଡିସ୍କସନ କରିବାର କିଛି ଅର୍ଥ ହିଁ ନାହିଁ। ଯଦି ଆମେ ସେଲୁନକୁ ଯାଉଛୁ, ସେଲୁନ ବାଲା ସହିତ ମଧ୍ୟ ଆମେ କଥା ହଉଛୁ, ହସୁଛୁ, ହଁ, ହାତ ମିଶେଇ ପାରିବା ତାଙ୍କ ସହିତ। କିନ୍ତୁ ମୂଳ ବିଷୟ କଣ? ସେ ମୋର ଚୁଟି କାଟିବ, ମୁଁ ତାକୁ ପଇସା ଦେଇକି ଆସିବି ନା ନାଇଁ? ତ ଜାଗତିକ ଜୀବନ ଯାପନ ଯଦି ଆପଣ ଦେଖିବେ ସ୍ତ୍ରୀ ଲୋକମାନେ ସବୁ ଜମା ହେଇକି କଥା ହଉଥିବେ। ହୁଁ? ଚୁଆ ପାଖରେ ହଉ କି ନଳକୂଅ ପାଖରେ ହଉ, 5-6 ଜଣ ସ୍ତ୍ରୀ ଲୋକ ସବୁ ବସିକି ଛିଡା ହେଇକି କଥା ହଉଥିବେ। ତାଙ୍କର କଥାବାର୍ତ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଣ କଥା ହଉଥିବେ ସେମାନେ? ଖାଇବା ବିଷୟକୁ ନେଇକି, ରାନ୍ଧିବା ବିଷୟକୁ ନେଇକି, ପିନ୍ଧିବା ବିଷୟକୁ ନେଇକି। କିନ୍ତୁ ଆତ୍ମିକ ସମ୍ପର୍କ ବହୁତ ଅଲଗା। ଆତ୍ମିକ ସମ୍ପର୍କରେ ଯୋଡି ହେବା ଜୀବନ ଯାପନର ଚିନ୍ତାଧାରା, କାର୍ଯ୍ୟକଳାପ, କଥାବାର୍ତ୍ତା ବହୁତ ଅଲଗା। ଯଦି ଗୋଟେ ଭଉଣୀ ଦୁର୍ବଳ ଯଦି ଗୋଟେ ଭଉଣୀ ଆତ୍ମିକ ଭାବରେ ଦୁର୍ବଳ ଅଛନ୍ତି, ତାହେଲେ ମଣ୍ଡଳୀର ହୃଦୟ କଣ? ସେ ଭଉଣୀକୁ ବୃଦ୍ଧି କରିବା ପାଇଁ ଆତ୍ମିକ ତାଙ୍କ ଆଡକୁ କେମିତି ଚିନ୍ତାଧାରା? ଆଉ ଯଦି ସେ ଈଶ୍ୱରଙ୍କ ବାକ୍ୟ ଦ୍ଵାରା ବୃଦ୍ଧି ପାଇବେ, ତାହେଲେ ବହୁତ ମୂଲ୍ୟବାନ ଭାବରେ ସେ ଖୁସିରେ, ବିଶ୍ୱାସରେ, ଆନନ୍ଦରେ ସେ ବଞ୍ଚି ପାରିବେ। ତାର ଅର୍ଥ ହଉଛି ଯୀଶୁ ଯଦି ବର୍ତ୍ତମାନ ମରିୟମ ବିଷୟରେ କହୁଛନ୍ତି ଯେ ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛନ୍ତି। ଯଦି ଉତ୍ତମ ଭାଗ ମନୋନୀତ କରିଅଛି ବର୍ତ୍ତମାନ ମରିୟମ, ସେ ଉତ୍ତମ ଭାଗ କଣ? ଆମେ ଚର୍ଚ୍ଚରେ ବଞ୍ଚୁଛୁ, ତ ଏଇ ଚର୍ଚ୍ଚରେ ଆମେ ସବୁଠାରୁ ଅଧିକ ଉତ୍ତମ ଭାଗ ଆମେ କଣ ମନୋନୀତ କରିକି ଆମେ ବଞ୍ଚିବା ଦରକାର? ଯେତେବେଳେ ମଧ୍ୟ ଆମେ ସୁଷମାଚାର ସହିତ ଜଡିତ ଜୀବନ ବିତାଉଛୁ, ଆମେ ଯେତେବେଳେ ମଣ୍ଡଳୀ ସହିତ ସଂଯୁକ୍ତ ହେଇକି ମଣ୍ଡଳୀର ଦୁନିଆ ବଞ୍ଚୁଛୁ, ଅଧିକାଂଶ ସମୟରେ ମୁଁ ଜଗତରେ ଥିଲା ସମୟରେ ସାଙ୍ଗ ସାଥୀ ଏପଟେ ସେପଟେ, ଇଭେନ ଆମର ରିଲେଟିଭ ସମ୍ପର୍କୀୟ ଲୋକ ସହିତ ବଞ୍ଚୁଥିଲା ସମୟରେ ଆମର ହୃଦୟର ସମ୍ପର୍କ ଆତ୍ମିକ ବିଷୟରେ କିଛି ବି ନଥିଲା। ଏବେ ଆମ ଚର୍ଚ୍ଚରେ ବଞ୍ଚୁଛି ତ ପାଷ୍ଟର ମାନେ ଅଛନ୍ତି ମୋର ଉପରେ, ମିଶନାରୀ ମାନେ ଆମକୁ ପଢେଇକି ନଉଛନ୍ତି। ତ ଯେତେବେଳେ ତାଙ୍କ ସହିତ ମୁଁ ଆମର ସମ୍ପର୍କ ଦେଖୁଛୁ, ଆମେ ସେ ଜୁମରେ ଆସିଲେ ଆମେ ନମସ୍କାର କରୁଛୁ, ଜୁମରେ ଆସିଲେ ଆମେ ଆମକୁ ସେ ପଚାରୁଛନ୍ତି କେମିତି କଣ। କିନ୍ତୁ ସବୁର ମୂଳ ସମ୍ପର୍କର ପ୍ରଥମ ସ୍ଥାନ ହଉଛି ପରମେଶ୍ୱରଙ୍କର ବାକ୍ୟ। ତ ପାଷ୍ଟର ପାଙ୍କ ବିଷୟରେ ମଧ୍ୟ ମିଶନାରୀ ମାନେ କୁହନ୍ତି ଯେ ପାଷ୍ଟର ପାଙ୍କର ପ୍ରତ୍ୟେକ ଆକ୍ଟିଭିଟିସରେ ହଉ, ଯୋଜନାରେ ହଉ, ତାଙ୍କର ଚିନ୍ତାଧାରା ଯାହା ମଧ୍ୟ କରୁଛନ୍ତି, ୱେଦର ସେଟା ସମସ୍ୟା ହଉ କି ଖୁସିର ବିଷୟ ହଉ କି ଯେକୌଣସି ବିଷୟ ହଉ, ସେ ପାଷ୍ଟରଙ୍କ ହୃଦୟ ଭିତରେ ପ୍ରଥମ ସ୍ଥାନ ହଉଛି ହୃଦୟରେ ପରମେଶ୍ୱରଙ୍କ ବାକ୍ୟକୁ ନେଇକି ସେ ସମସ୍ୟାକୁ ଦେଖନ୍ତି। ପରମେଶ୍ୱରଙ୍କ ବାକ୍ୟକୁ ନେଇକି ସେ ଉତ୍ତମ ପରିସ୍ଥିତିକୁ ଦେଖନ୍ତି। ପରମେଶ୍ୱରଙ୍କ ବାକ୍ୟକୁ ନେଇକି ସେ ତାଙ୍କର ଇଚ୍ଛାକୁ କୁହନ୍ତି, ତାଙ୍କର ଯୋଜନାକୁ କୁହନ୍ତି। ଏଟା କେତେ ଆଶ୍ଚର୍ଯ୍ୟ ବିଷୟ।
ଏବେ ଆମେ ମଧ୍ୟ ଚର୍ଚ୍ଚରେ ବଞ୍ଚୁଛୁ, ଆମର ପରସ୍ପରର ସମ୍ପର୍କ କଣ? ଆମର ପରସ୍ପରର ସମ୍ପର୍କ ହଉଛି ଯୀଶୁଙ୍କ ସହିତ ଆମେ ଜଡିତ ଜୀବନ ବିତଉଛୁ। ତ ବାଇବଲରେ ଯଦି ଆମେ ଯୀଶୁଙ୍କର ଜୀବନ କାହାଣୀ ଦେଖୁଛୁ, ତ ଯୀଶୁଙ୍କ ସହିତ ଜଡିତ ଶିଷ୍ୟମାନଙ୍କର ଜୀବନ ଯାପନର ମାପ ବର୍ତ୍ତମାନ ଅନ୍ୟ ଲୋକମାନେ ମଧ୍ୟ ଯୀଶୁଙ୍କ ସହିତ କଥା ହଉଛନ୍ତି, ହଁ, ଯୀଶୁଙ୍କ ସହିତ ବୁଲୁଛନ୍ତି, ଯୀଶୁଙ୍କ ପଛରେ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ଶିଷ୍ୟମାନେ, ଯୋଉ ଶିଷ୍ୟମାନେ ଯୀଶୁଙ୍କ ସହିତ ଅଛନ୍ତି ବର୍ତ୍ତମାନ, ସେମାନେ କଣ ବୋଲି କହୁଛନ୍ତି ଦେଖନ୍ତୁ 60 ପଦରେ, ଅଥବା ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ଏହା ଶୁଣି କହିଲେ, ଏ ଘୃଣାଜନକ କଥା କିଏ ଏହା ଶୁଣିପାରେ? ଯଦି ଆମର ଦେଖିବା ତାହେଲେ ବହୁତ ଆଶ୍ଚର୍ଯ୍ୟ ବିଷୟ। ଯୀଶୁଙ୍କର ବାକ୍ୟକୁ ଏମାନେ ଘୃଣାଜନକ କଥା କହୁଛନ୍ତି। ଯୀଶୁଙ୍କର କହିବା ବିଷୟକୁ ଏମାନେ ପସନ୍ଦ କରୁନାହାନ୍ତି, ଗ୍ରହଣ କରିବା ପାଇଁ ନାରାଜ, ସେମାନେ ଘୃଣା କରୁଛନ୍ତି। ତାହେଲେ ଆମେ ଗୋଟେ ବାକ୍ୟକୁ ଦେଖିବା ଖୋଲିକି, ଯିଶା 30 ପର୍ବ। ପ୍ରଥମେ ଆମେ ଦେଖିବା 29 ପର୍ବର, ଯିଶା 29 ପର୍ବର 13 ପଦ ଟିକେ ଦେଖିବା, 13। ଜଣେ କିଏ ହେଲେ ପଢନ୍ତୁ 13 ପଦରେ କଣ ଲେଖା ହେଇଛି। ଯିଶା 29 ପର୍ବ 13 ପଦ। ପାଇଲେ କି? ପଢନ୍ତୁ। ଆହୁରି ପ୍ରଭୁ କହିଲେ, ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧାରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟ ଠାରୁ ଶିକ୍ଷିତ ଜ୍ଞାନ ଅଟେ। ଆଜ୍ଞା। 13 ପଦର, ହଁ, 13 ପଦର ବାକ୍ୟ ଆମକୁ, ଆମେ ଯୋଉ ବିଷୟ ବର୍ତ୍ତମାନ କଥା ହଉଛୁ ଶୁଣୁଛୁ ସେ ବିଷୟରେ ବ୍ୟାଖ୍ୟା କରୁଛି ଜାଗା। ତ ବାହ୍ୟ ଭାବରେ ବର୍ତ୍ତମାନ ସେମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ଦେଖା ଯାଉଛନ୍ତି, ଲେଖା ହେଇଛି। ହଁ? ସେମାନେ ଆପଣା ଆପଣା ମୁଖରେ ଅଷ୍ଟାଧୂରରେ ଆମର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ପୁଣି, ଓ ଆମ୍ଭ ବିଷୟକୁ ସେମାନଙ୍କର ଯୋଉ ଭୟ ଅଛି, ତା ମନୁଷ୍ୟ ଠାରୁ ଶିକ୍ଷିତ ଜ୍ଞାନ ଅଟେ, ଲେଖା ହେଇଛି। ଏବେ ଏ ବିଷୟ ଯଦି ମୁଁ ମୋ ବିଷୟରେ କହିବି, ଏ ବିଷୟ, ଏ ବାକ୍ୟର ଯଦି ଉପସ୍ଥାପନ ଯଦି ମୁଁ ମତେ ଜଡିତ କରିକି ଯଦି କହିବି, ତାହେଲେ ମୁଁ ପାଷ୍ଟର କିମ୍ ସହିତ 2001ରେ ମୁଁ ଜଡିତ ହେଲି। ତାହେଲେ ଗୋଟେ ଦିନ ବିତିଗଲା, ମୁଁ ତାଙ୍କ ସହିତ ଜୀବନ ଯାପନ କରିବା ପାଇଁ ଆରମ୍ଭ କଲି, ମୁଁ ତାଙ୍କ ସହିତ ରହିଲି। କିନ୍ତୁ ମୁଁ ଯେତେବେଳେ ବର୍ତ୍ତମାନ ଭାବୁଛି, ଅଧିକାଂଶ ମାତ୍ରାରେ ମୁଁ ପ୍ରଭୁଙ୍କ ଦାସଙ୍କ ସହିତ ଏ 13 ପଦର ବାକ୍ୟର ଅନୁସାରେ ମୁଁ ଜଡିତ ଥିଲି। କିନ୍ତୁ ପରମେଶ୍ୱରଙ୍କର ଦାସଙ୍କର ମନରେ ସବୁଠାରୁ ମୂଳ ବିଷୟ କଣ ଥିଲା ମତେ ଦେବା ପାଇଁ, କି ମୋ ସହିତ ସମ୍ପର୍କ ଗଢିବା ପାଇଁ ଯାହା ପ୍ରଭୁ ତାଙ୍କୁ ବନେଇଥିଲେ, ସେ ବିଷୟ ମୋ ପାଖକୁ ବହୁତ କମ ମାତ୍ରାରେ ଆସୁଥିଲା। ତାହେଲେ ମୁଁ ବାହ୍ୟ ଭାବରେ ପାଷ୍ଟରକୁ ସମ୍ମାନ ଦେଲା ପରି ଦେଖାଯାଉଥିଲି, ବାହ୍ୟ ଭାବରେ ବର୍ତ୍ତମାନକୁ ଶୁଣିଲା ପରି ଦେଖାଯାଉଥିଲି। କିନ୍ତୁ ମୁଁ ମତେ ସେବା କାମ କରିବା ପାଇଁ ଯଦି ପ୍ରଭୁଙ୍କ ଦାସଙ୍କ ଦ୍ଵାରା ପ୍ରଭୁ ମତେ ପଠେଇଲେ। ଏବେ ବୃଦ୍ଧ ଦାସଙ୍କୁ ଯଦି ଆମେ ଦେଖୁଛୁ, ବୃଦ୍ଧ ଦାସ କେବେ ମଧ୍ୟ ଅବ୍ରାହ୍ମଙ୍କ ପରମେଶ୍ୱର ବିନା ସେ ସିଧା ପରମେଶ୍ୱରଙ୍କ ସହିତ ଜଡିତ ହେବାର କାହାଣୀ ଆମେ ପାଉନୁ ଏଠି। ଯଦି ସେ କହିଲେ ମୋର ଅବ୍ରାହ୍ମଙ୍କର ପରମେଶ୍ୱର ମତେ ଯୋଗେଇ ଦିଅନ୍ତୁ କହିଲେ, ତାର ଅର୍ଥ କଣ? ତାଙ୍କର ଏଣ୍ଟାୟାର ଆତ୍ମିକ ଜୀବନ, ତାଙ୍କର ବିଶ୍ୱାସର ଜୀବନ, ତାଙ୍କର ପ୍ରତ୍ୟେକ ଚିନ୍ତାଧାରା, ତାଙ୍କ ପ୍ରତ୍ୟେକ ନିଷ୍ପତ୍ତି ଅବ୍ରାହ୍ମଙ୍କର ଥ୍ରୁରୁ ଦ୍ଵାରା ହିଁ ହଉଥିବ। ଆଉ ଯଦି ସେ ପ୍ରଭୁଙ୍କ ସହିତ ଜଡିତ ହେଇକି, ପ୍ରଭୁଙ୍କ ସହିତ ଯଦି ସେ ଡିଲିଂସ୍ କରୁଥିବେ ବା ପ୍ରଭୁଙ୍କ ସହିତ ଯଦି ସେ ଯୋଗାଯୋଗ କରୁଥିବେ, ତାହେଲେ ନିଶ୍ଚିତ ଭାବରେ ଅବ୍ରାହ୍ମଙ୍କର ଥ୍ରୁରୁ ସେ ପ୍ରଭୁଙ୍କର ସହିତ ଯୋଗାଯୋଗ କରୁଥିବେ।
କିନ୍ତୁ ବିପରୀତ ଭାବରେ ମୁଁ ଯେତେବେଳେ ମୋର ହୃଦୟକୁ କମ୍ପେୟାର କରୁଛି ବୃଦ୍ଧ ଦାସଙ୍କ ସହିତ, ମୁଁ କେବେ ପାଷ୍ଟର କିମଙ୍କର ଦ୍ଵାରା ପ୍ରଭୁଙ୍କର ଦାସଙ୍କର ପରମେଶ୍ୱର ଯିଏ ଥିଲେ, ମୁଁ ତାଙ୍କ ସହିତ ତାଙ୍କର ଦ୍ଵାରା ମୁଁ ସେ ପ୍ରଭୁଙ୍କୁ ପସନ୍ଦ କରୁନଥିଲି। କାହିଁକି ଯେମିତି ଆହାବ ରାଜା ପ୍ରକାଶ କରୁଛନ୍ତି, ହଁ, ତାଙ୍କର ତାଙ୍କର ପାଖରେ ସେ 400 ବାଲ ପ୍ରିଷ୍ଟ ମାନଙ୍କୁ ସେ ରଖିଥିଲେ, ଯାଜକ ମାନ। କିନ୍ତୁ ସେ ମେଖୁଆ ବୋଲି ଗୋଟେ ପ୍ରଭୁଙ୍କର ଲୋକ ଥିଲେ, ତାଙ୍କୁ ସେ ପସନ୍ଦ କରୁନଥିଲେ। ଅଧିକାଂଶ ସମୟରେ ଅ, ମୋର ଧାର୍ମିକତାକୁ ଚିରି ଦେବା ପାଇଁ, ମୋର ଧାର୍ମିକତାକୁ ବାହାର କରିଦେବା ପାଇଁ ମୋଠୁ ପରମେଶ୍ୱରଙ୍କର ଦାସଙ୍କ ଦ୍ଵାରା ପ୍ରଭୁ କାମ କରୁଥିଲେ। ଏବେ ଯଦି ଆମେ ନାମାନର ହୃଦୟକୁ ଦେଖିବା, ନାମାନ ବର୍ତ୍ତମାନ କହୁଛି, ଆରେ ମୁଁ ତ ଭାବୁଥିଲି ଇଲିଶ ଆସି କେବଳ ମସ୍ତକ ଉପରେ ହାତ ରଖିକି ପ୍ରାର୍ଥନା କରିବେ, କିନ୍ତୁ ଏମିତି କଣ କରୁଛି? ହଁ, ମତେ ଲଜ୍ଜିତ କରୁଛି, ମତେ ତୁଚ୍ଛ କରୁଛି। ମୁଁ ମୋ ପରେ ଗୋଟେ ସେନାପତିକୁ ସେ ଗୋଟେ ତାଙ୍କ ଘରେ ଚାକରକୁ ସେ ଦାସକୁ ପଠେଇଛି ସେ। ତ ଏ ସମସ୍ତ ବିଷୟ ଯଦି ଆମେ ଦେଖିବା, ତାହେଲେ ଆମେ ନିଜକୁ ପାଇପାରିବା। ମୁଁ ମଧ୍ୟ ମଣ୍ଡଳୀ ସହିତ ମୋର ହୃଦୟ ଭିତରେ କୋଉ ମୂଳ ବିଷୟ ଉଦ୍ଦେଶ୍ୟରେ ମୁଁ ଜଡିତ ଅଛି, ଯଦି ଆମେ ଯଦି ଦେଖିବା, ତାହେଲେ 15 ପଦରେ ଲେଖା ହେଇଛି ବାକ୍ୟରେ, ଯେଉଁମାନେ ସଦାପ୍ରଭୁଙ୍କ ଠାରୁ ଆପଣ ଆପଣ ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର। ଆଉ ସେମାନେ ଅନ୍ଧକାରରେ ଆପଣ ଆପଣ କର୍ମ କରି କୁହନ୍ତି, ଆମମାନଙ୍କୁ କିଏ ଦେଖୁଅଛି ଓ ଆମମାନଙ୍କୁ କିଏ ଚିହ୍ନୁଅଛି? ତୁମମାନେ ବିଷୟକୁ ଓଲଟାଇ ପକାଉଛ, କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହବ। ଏ ବ୍ୟକ୍ତି ଆମକୁ ନିର୍ମାଣ କରିନାହିଁ, ନିର୍ମିତ ବସ୍ତୁ କି ନିର୍ମାଣ କର୍ତ୍ତା ବିଷୟରେ ଏହା କହିବ, କିମ୍ବା ତାହାର କିଛି ବୁଦ୍ଧି ନାହିଁ। ଆଁ, ଗଢା ବସ୍ତୁ କି ଗଢିବା ବିଷୟରେ ବ୍ୟକ୍ତି ବିଷୟରେ ଏହା କହିବ। ତାହେଲେ ଆମେ ଏଠି ମନୁଷ୍ୟର ହୃଦୟକୁ ପ୍ରକାଶ କରିବା ବିଷୟକୁ ନେଇକି ଦେଖୁଛୁ ଏଇଟା। ମାନେ ଯୋଉ ହୃଦୟ ମନୁଷ୍ୟର ବର୍ତ୍ତମାନ ସାଧାରଣତଃ ଭାବରେ ବର୍ତ୍ତମାନ ଅଛି, ଯୋଉ ହୃଦୟ ପ୍ରଭୁଙ୍କ ଠାରୁ ଦୂରରେ ଅଛି, ଯୋଉ ହୃଦୟ ବର୍ତ୍ତମାନ ପ୍ରଭୁଙ୍କ ସହିତ ଜଡିତ ନାହିଁ, ଖାଲି ମୁଖରେ ସେମାନେ ସ୍ୱୀକାର କରୁଛନ୍ତି, ସେମାନେ କେବଳ ବାହ୍ୟ ଭାବରେ ସେମାନେ ଦେଖଉଛନ୍ତି ଯେ ସେମାନେ ପ୍ରଭୁଙ୍କର ନିକଟବର୍ତ୍ତୀ, ସେମାନେ ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି, କିନ୍ତୁ ଆପଣା ଅନ୍ତଃକରଣ ସେମାନଙ୍କ ଠାରୁ ଦୂରରେ ଅଛି ପ୍ରଭୁ। ତ ଯେତେବେଳେ ଆମେ ଏ ବିଷୟକୁ ଯଦି ଆମେ ଚିନ୍ତା କରି ଆଜି ସକାଳେ ଅଳ୍ପ ସମୟ, ଏବେ କାହା ଆଡକୁ ମୋର ଭରସା, କାହା ଆଡକୁ ମୋର ବିଶ୍ୱାସ ଭୂମି ଅଟଳ ହେବା ଦୃଢ ହେବା ଦରକାର ମୋର ଜୀବନରେ। ମୁଁ ବେଶୀ ଆଶ୍ଚର୍ଯ୍ୟ ହଉଛି ପ୍ରଭୁ ଦାସଙ୍କର ଆତ୍ମିକ ଜୀବନ ବିଷୟରେ ଭାବି। କି ଯଶୋଙ୍କ ତଳେ ଯୋଉ ଗୃହାଧ୍ୟକ୍ଷ ଥିଲେ, ତାଙ୍କର ମଧ୍ୟ ଆତ୍ମିକ ଜୀବନକୁ ଭାବିଲେ, ଦେଖିଲେ ବହୁତ ଧନ୍ୟବାଦର ବିଷୟ ଏଇଟା। ଯୋଉ ସମୟ ପର୍ଯ୍ୟନ୍ତ ବର୍ତ୍ତମାନ ଏଷ୍ଟର ବଞ୍ଚୁଥିଲେ ତାଙ୍କର ଜୀବନରେ, ରାଣୀ ନହେଲା ପର୍ଯ୍ୟନ୍ତ ଏଷ୍ଟରଙ୍କର ଜୀବନରେ ଯଦି ଆମେ ଦେଖିବା, ତାହେଲେ ସେ କେମିତି ବଞ୍ଚୁଥିଲେ? ଯଦି ଯୋଉ ମୁହୂର୍ତ୍ତରେ ସେ ରାଣୀ ହେଇଗଲେ, ସେଇ ସବୁ ଠାରୁ ତାଙ୍କୁ ମର୍ଦ୍ଦକ୍ଷ ସେଇ ବିଷୟ ଗୁଡାକୁ କରିବା ପାଇଁ କହିଲେ, ଯାହାକି ତାଙ୍କୁ କୌଣସି ଆଦୌ ପସନ୍ଦ ନଥିଲା। ସେଥିରେ ସେ କହୁଛନ୍ତି ଭୂତରେ, ଆରେ ମତେ ମୃତ୍ୟୁ ମୁଖରେ ଠେଲି ଦେବା ପାଇଁ ତମେ କଣ ଚାହୁଁଛ କି? ମଣ୍ଡଳୀର ପରମେଶ୍ୱରଙ୍କର ପରିଚୟ ଯଦି ଆମେ ପାଇଛୁ, ମଣ୍ଡଳୀର ମସ୍ତକ ଯୀଶୁ ଖ୍ରୀଷ୍ଟକୁ ଯଦି ଆମେ ଭେଟିଛୁ, ପରମେଶ୍ୱର ଦାସଙ୍କର ଅ ଥ୍ରୁରୁ ଯୋଉ ପ୍ରଭୁଙ୍କୁ ଆମେ ଭେଟିଛୁ, ତାହେଲେ ପରମେଶ୍ୱର ଦାସଙ୍କର ଦ୍ଵାରା ଈଶ୍ୱର କଥା ହେବା ବିଷୟ ଆମ ପାଖରେ ବିଶ୍ୱାସ ବହୁଳ ଭାବରେ ସ୍ଥାପନ ହବ। ନହେଲେ ବିଫଳ ଭାବରେ ଆମର ହୃଦୟ ଭିତରେ ଆମର କୋଉ ପ୍ରକାର ମାପଦଣ୍ଡ ବଞ୍ଚିବା ପାଇଁ ବାଧ୍ୟ ହେବ। ଆମେ ଶରୀର ଉପରେ କଣ୍ଡିସନ ରଖିବା, ଆମ ଶରୀରରେ ଥିବା ସର୍ତ୍ତ ଗୁଡାକକୁ ନେଇକି ଆମେ ବଞ୍ଚିବା ପାଇଁ ଦୃଷ୍ଟିକୋଣ ରଖିବା। 30 ପର୍ବ ଯଦି ଆପଣ ଦେଖିବେ, ଏକ ପଦରେ ଲେଖା ହେଇଛି, ଯିଶା ପୁସ୍ତକ 30 ପର୍ବର ଏକ ପଦ ଦେଖନ୍ତୁ। ସଦାପ୍ରଭୁ କହନ୍ତି, ଯେଉଁ ବିଦ୍ରୋହୀ ସନ୍ତାନ ଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ ଦ୍ୱାରା ନୁହେଁ,
ପୁଣି ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ଵାରା ନୁହେଁ, ସେମାନେ ସନ୍ତାପର ପାପ। କଣ ଆମେ ଭାବିପାରିବା ପରମେଶ୍ୱରଙ୍କର ଦ୍ଵାରା ଜୀବନ ଯାପନ ପାପମୟ ଜୀବନ ଯାପନ ହେଇପାରିବ କି? ପରମେଶ୍ୱରଙ୍କର ଦ୍ଵାରା ଯଦି ଆମେ ବଞ୍ଚୁଛୁ, ତାହେଲେ ଆମେ କେ ମଧ୍ୟ ପାପମୟ ଜୀବନ ହଉ କି ନ ଶୁଣିବାର ଜୀବନ ଆମେ ବିତେଇ ପାରିବାନି, କେବେ ବି ନାହିଁ। ଯାହା ପରମେଶ୍ୱରଙ୍କର ଦ୍ଵାରା ହଉଛି, ମାନେ ହଁ, ଏବେ ବର୍ତ୍ତମାନ ଗୃହାଧ୍ୟକ୍ଷକୁ ଯୋସେଫ ଯାହା ମଧ୍ୟ ଡେଲିଭରି କଲେ, ଏବେ ଯୋସେଫଙ୍କର ଦ୍ଵାରା ଗୃହାଧ୍ୟକ୍ଷକୁ ଯାହା ମଧ୍ୟ ଆସୁଛି, ତାହା ପରମେଶ୍ୱରଙ୍କର ବିଷୟ ଗୁଡାକ ଆସୁଛି ବାକ୍ୟ ମଧ୍ୟ। ଆଉ ତାହା ତାଙ୍କ ପାଇଁ ବେଶୀ ମୂଲ୍ୟାନ, ତାହା ପାଇଁ ତାଙ୍କ ଆଶୀର୍ବାଦ ବେଶୀ। ଏବେ ମର୍ଦ୍ଦକ୍ୟଙ୍କ ଦ୍ଵାରା ଯାହା ମଧ୍ୟ ଏକ୍ସଟ୍ରା ପାଖକୁ ଆସୁଛି, ତାହା ବର୍ତ୍ତମାନ ପରମେଶ୍ୱରଙ୍କର ବିଷୟ ଗୁଡାକୁ ହିଁ ମୋ ଏକ୍ସଟ୍ରା ପାଖକୁ ଆସିଛି। ଏବେ ମଣ୍ଡଳୀ ଥ୍ରୁରୁ ଯାହା ମୋ ପାଖକୁ ସ୍ୱର ଆସୁଛି, ଆଉ ମୋ ଭିତରେ ଥିବା ମୋର ସ୍ୱର ଯୋଉ ଆସୁଛି ମୋ ପାଖକୁ, ତାହାର ଗ୍ରେଟ୍ ଡିଫରେନ୍ସ ଅଛି। ମଣ୍ଡଳୀ ମଧ୍ୟ ମତେ କହୁଥିଲା କହୁଥିଲା ପ୍ରଚାର କରିବା ପାଇଁ ଗୋଟେ ସମୟ। ମୁଁ ମଧ୍ୟ କହୁଥିଲି ପ୍ରଚାର କରିବା ବିଷୟକୁ ନେଇକି ମୋ ପାଖରେ ଉଦ୍યોଗ ଥିଲା। କିନ୍ତୁ ମଣ୍ଡଳୀ ଯୋଉ ବିଷୟ ମତେ ପ୍ରଚାର କରିବା ପଛରେ କହୁଛି, ବା ପରମେଶ୍ୱରଙ୍କ ଦାସ ଯେଉଁ ସମୟରେ ମତେ କିଛି ଆଦେଶ ଦଉଛନ୍ତି, ଯଦି ସେଟା ସମାନ ଲାଗୁଛି ମୋ ପାଖରେ ମଧ୍ୟ ସେମିତି ଅଛି ବୋଲି, କିନ୍ତୁ ମୋ ପାଖରେ ଥିବା ବିଷୟ ମୂଳ ଲକ୍ଷ୍ୟ ହଉଛି ମୁଁ ତାହା କରିକି ମୁଁ ନିଜକୁ ସ୍ଥାପନ କରିବା ପାଇଁ ଫୋକସ କରୁଥିଲି। ମୁଁ ନିଜର ଧାର୍ମିକତାକୁ ଦେଖେଇବା ପାଇଁ, ନିଜର ଉତ୍ତମତାକୁ ଦେଖେଇବା ପାଇଁ ମୁଁ କାମ କରୁଥିଲି। କିନ୍ତୁ ମଣ୍ଡଳୀ କଣ କରୁଛି ମତେ କରିବା ପାଇଁ କାମ? ପରମେଶ୍ୱର ଦାସଙ୍କ ଦ୍ଵାରା ଯାହା ମୋ ପାଖକୁ ଆଦେଶ ଆସୁଛି, ତାହାର ଫୋକସ ନାହିଁ ମତେ ସ୍ଥାପନ କରିବା ପାଇଁ, ମୋର ଧାର୍ମିକତାକୁ ସ୍ଥାପନ କରିବା ପାଇଁ। କିନ୍ତୁ କାହାକୁ ସ୍ଥାପନ କରିବା ପାଇଁ? କେବଳ ପରମେଶ୍ୱରଙ୍କୁ ସ୍ଥାପନ କରିବା, ପ୍ରଭୁଙ୍କର ଗୌରବ ପ୍ରଶଂସାକୁ ସ୍ଥାପନ କରିବା, ଈଶ୍ୱରଙ୍କର ଈଶ୍ୱରଙ୍କର ସାକ୍ଷ୍ୟକୁ ଦେବା ପାଇଁ ଈଶ୍ୱର କାମ କଲେ ବୋଲି ସେ ବିଷୟ ଫୋକସ କରିକି ଆମକୁ କୁହାଯାଉଛି। କିନ୍ତୁ ବର୍ତ୍ତମାନ ଏଇ ଜାଗାରେ ଯଦି ଆମେ ଦେଖିବା, ତାହେଲେ ଏଇ ଯୋଉ ଦୁଇ ପଦରେ ଦେଖନ୍ତୁ ଆପଣ, ସେମାନେ ଆମକୁ ନ ପଚାରି ଭାରର ବଳରେ ଆପଣମାନଙ୍କୁ ବଳିଷ୍ଠ କରିବାକୁ ଓ ମିଶରର ଛାୟାରେ ଆଶ୍ରୟ ନେବାକୁ ମିଶରକୁ ଯିବା ନିମନ୍ତେ ଯାତ୍ରା କରୁଛନ୍ତି। ତେବେ ସେମାନେ ପରମେଶ୍ୱର କହୁଛନ୍ତି ଯେ ଆମକୁ ପଚାରୁନାହାନ୍ତି ସେମାନେ କି ବର୍ତ୍ତମାନ ଆମକୁ କିଛି ନ ପଚାରିକି ଭାରର ବଳରେ ଆପଣ ମାନଙ୍କୁ ବଳିଷ୍ଠ କରିବାକୁ ମିଶର ଛାୟାରେ ଆଶ୍ରୟ ନେବାକୁ ସେମାନେ ଯାଉଛନ୍ତି ଯାତ୍ରା। ବହୁତ ସିମ୍ପଲ ବିଷୟଟା, କିନ୍ତୁ ବହୁତ ସିମ୍ପଲ ବିଷୟ ମଧ୍ୟ ଜଟିଳ କରିପାରିବା ଆମେ। ବହୁତ ଛୋଟ ବିଷୟ, ବହୁତ ସରଳ ବିଷୟ ମଧ୍ୟ ବେଶୀ କମ୍ପ୍ଲିକେଟେଡ ହେଇଯାଇପାରେ, ମାନେ ବେଶୀ ଜଟିଳତମ ହେଇପାରେ। କେମିତି? ଏବେ ଆମେ ଯାହା କିଛି ମଧ୍ୟ ଯୀଶୁଙ୍କର ଦ୍ଵାରା, ଯୀଶୁଙ୍କ ଥ୍ରୁରୁ ଯଦି ଆମେ କାରବାର କରିବା, ଆମେ ପ୍ରଥମେ ନିଜ ଭିତରେ ଗୋଟେ ଲାଇନ ଟାଣିବା ଯେ ମୁଁ ପରମେଶ୍ୱରକୁ ପଚାରିବି, ମୁଁ ପ୍ରଭୁଙ୍କୁ ପଚାରିବି କି ମୁଁ ପ୍ରଭୁଙ୍କୁ ଅନୁସାରେ ଏ ବିଷୟକୁ ପରିଚାଳନା କରି ମେଣ୍ଟେନ କରି। ତେବେ ଆମେ ଯୋଉ ପରମେଶ୍ୱରକୁ ବିଶ୍ୱାସ କରୁଛୁ ଯେ ଜୀବନ୍ତ ପରମେଶ୍ୱର, ମୃତ ପ୍ରଭୁ ନା, ଆମେ ଯୋଉ ପ୍ରଭୁଙ୍କ ସହିତ ଜଡିତ ଅଛୁ, ସେ ଆମର ଜୀବନକୁ ଧରିଛନ୍ତି, ସେ ଆମମାନଙ୍କୁ ବଢେଇକି ନଉଛନ୍ତି। ଆମର ପ୍ରତ୍ୟେକ ଜୀବନର ପ୍ରତ୍ୟେକ କୋଣ କୋଣରେ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସ୍ଥିତିରେ ସେ ଆମ ସହିତ ଅଛନ୍ତି। ତାହେଲେ କେତେ ଇଣ୍ଟରେଷ୍ଟିଂ ବିଷୟ ଏଇଟା। ଯେତେବେଳେ ଗୋଟେ ବହୁ ଜଟିଳ ବିଷୟ ଦେଖାଯାଉଛି ମୋ ପାଇଁ, ସେ ସମାନ ବିଷୟ ଯଦି ମୁଁ ପ୍ରଭୁଙ୍କ ପାଖକୁ ନେଇଯାଉଛି ପ୍ରଭୁଙ୍କ ଦାସଙ୍କ ଦ୍ଵାରା, ତାହେଲେ ବେଶୀ ସୁନ୍ଦର ସୌଭାଗ୍ୟତା ମାଧ୍ୟମରେ, ସୁନ୍ଦର କଥାବାର୍ତ୍ତା ଦ୍ଵାରା ମୁଁ ଶେଷରେ ପରମେଶ୍ୱରଙ୍କର ସ୍ୱର ବା ପ୍ରଭୁଙ୍କର ବିଷୟକୁ ପାଉଛି। ଯେତେବେଳେ ମୋ ପାଇଁ ଯାହା ବେଶୀ ଅସମ୍ଭବ ଜନକ ବିଷୟ, ଯାହାକି ମୋ ପାଇଁ ଅଭାନ୍ତର ବିଷୟ, ଯାହା ମୋ ପାଇଁ
ନ ହେଲା ପରେ ବିଷ ଯଦି ମୁଁ ମୋ ଭିତରେ ଯଦି ରଖିକି ସେଟାକୁ ଯଦି ମୁଁ ସାର୍କୁଲେସନ କରୁଛି, ଚିନ୍ତା କରୁଛି, ତାହେଲେ ସେ ବିଷୟ ଗୁଡାକ ଆହୁରି ଅଧିକରୁ ଅଧିକ ଜଟିଳତମ ହେଇଯାଉଛି। କିନ୍ତୁ ଯଦି ସେ ବିଷୟ ଯଦି ମୁଁ ପ୍ରଭୁଙ୍କ ଦାସଙ୍କ ତଳକୁ ନେଇକି ଥଉଛି, ରଖୁଛି, କହୁଛି, କି ମଣ୍ଡଳୀକୁ କହୁଛି, ମୋର ଦୃଷ୍ଟିକୋଣରେ ଥିବା ଏତେ ଜଟିଳତମ ବିଷୟକୁ ପରମଶଙ୍କର ଦାସଙ୍କର ମୁଖରୁ ଅତି ସୂକ୍ଷ୍ମ, ଅତି ସରଳ, ଅତି ସହଜରେ ତାହାର ଉପସ୍ଥାପନା ଦ୍ଵାରା ସମାଧାନକୁ ପାଉଛୁ। ତାହେଲେ ବର୍ତ୍ତମାନ ଏଇ ଜାଗାରେ ପରମେଶ୍ୱର କହୁଛନ୍ତି, ଆମ ଦ୍ୱାରା ଆମକୁ ନ ପଚାରିକି ସେମାନେ ଫାରଙ୍କର ବଳରେ ଆପଣଙ୍କୁ ବଳିଷ୍ଠ କରୁଛନ୍ତି। ମିଶରକୁ ଯାଉ ଯାଉ ସେମାନେ ସାହାଯ୍ୟ ମାଗିବା, କିନ୍ତୁ ସାତ ପଦରେ ଦେଖନ୍ତୁ କଣ ଲେଖା ହେଇଛି। କାରଣ ମିଶର ମିଥ୍ୟା ଓ ବୃଥାରେ ସାହାଯ୍ୟ କରେ। ମିଥ୍ୟାର ମିଶରର ସାହାଯ୍ୟ ହଉଛି ମିଥ୍ୟା ଆଉ ବୃଥାରେ ସାହାଯ୍ୟ। ଆମେ ଯେତେ ଅଧିକ ଯୀଶୁଙ୍କର ପରିଚୟକୁ ପାଇବା ଆମର ଦୈନନ୍ଦିନ ଜୀବନରେ, ବ୍ୟକ୍ତିଗତ ଜୀବନରେ, ଆମେ ଯେତେ ଅଧିକ ଆମେ ଯୀଶୁଙ୍କୁ ଜ୍ଞାନ କରି ପାଇବା, ଆମେ ଯେତେ ଅଧିକ ଖ୍ରୀଷ୍ଟଙ୍କୁ ଜାଣିବା, ସେତେ ଅଧିକ ଆମର ଜୀବନରେ ଆମେ ମୁକ୍ତ ହେଇକି ବଞ୍ଚିବା। ଆମେ ପିଲାବେଳେ ସେଠି ହେରକୁଲେସ ଆଟଲାସ ର ପାଠ ପଢୁଥିଲୁ, ଟପିକ ଜାଣିଛନ୍ତି? ସେ ଆଟଲାସ ବୋଲି ଯିଏ ପୃଥିବୀ କେମିତି ବୋହିବାର ପଟ, ସେଠି ଗୋଟେ ବୁଢୀ ଲୋକ ପ୍ରଥମ ଥର ପାଇଁ ଟ୍ରେନରେ ବସିଲା ଯିବା ଯାତ୍ରା କରିବା। ଏଟା ପାଷ୍ଟ ଆମକୁ କହୁଥିଲେ। ତେଣୁ ବୁଢୀ ଲୋକ ଯୋଉ ସାରା ଟ୍ରେନ ଭିତରେ ପଶିଲେ, ତାର ସବୁ ସାମଗ୍ରୀ ଧରିକି ବୁଜୁଳା ବାନ୍ଧିକି ସେ ମୁଣ୍ଡରେ ବୋହିକି ସେ ଯାଉଛି, ଆଉ ଟ୍ରେନ ଭିତରେ ସେ ପଶିଲେ। ତ ବହୁତ ଆଶ୍ଚର୍ଯ୍ୟ ବିଷୟ, ଯେ ଟ୍ରେନ ଭିତରେ ବସିଲେ, ଯୋଉ ସିଟରେ ସେ ବସିଲା ସେ ବୁଢୀ, ସେ ବୁଜୁଳାକୁ ସେ ମୁଣ୍ଡ ଉପରେ ଭୁଇଁକି ଆଗ ଧରିକି ଆଗ ବସୁଛି। ହେଲେ ଲୋକ ପଚାରିଲେ, ଆରେ ତମେ କଣ ପାଇଁ ଏଇଟା ବୋଝ ଧରିଛ, ତଳେ ରଖୁନ ମା। ନାଇଁ ନାଇଁ, ମୁଁ ଖାଲି ମୋ ପାଇଁ ସିନା ଟିକେଟ କରୁଛି, ଏଇଟା ପାଇଁ ଟିକେଟ କରୁଛି କି କରୁଛି। ଏଇଟା ରଖିଦେଲେ କେମିତି ହବ? ଟ୍ରେନ ଭିତରେ ସେ ବସୁଛି। ଆଉ ଗୋଟେ ବ୍ୟକ୍ତି ଟ୍ରେନରେ ବସିକି ଯାଉଛି, ଟ୍ରେନରେ ବସିକି ଯାଉଛି, ସେ ତାକୁ ବେଶୀ ଲେଟ୍ ଲାଗୁଛି ଯିବା ପାଇଁ। ଟ୍ରେନରେ ସେ ବସିକି ଛିଡା ହେବା ଲୋକ ଏବେ ଟ୍ରେନ ଭିତରେ ଦୌଡୁଛି, ଆଗ ଟିକେ ପହଞ୍ଚିବି ବୋଲି। ମୁଁ ପଚାରିବି, ଟ୍ରେନରେ ଇଞ୍ଜିନ ପାଖରେ ଥିବା ଗୋଟେ ବଗି ଅଛି, ଆଉ ଇଞ୍ଜିନକୁ ଲାଗିକି ଲାଷ୍ଟରେ ମୋ ଗୋଟେ ବଗି ଅଛି। ମନୋଜ ଭାଇ, ମାସୁରୀପଡା ମନୋଜ ଭାଇ, ହଁ। ହେଲେ ଇଞ୍ଜିନର ପ୍ରଥମ ଭାଗରେ ଲାଗିଥିବା ବଗିର ଲୋକମାନେ ଆଗ ପହଞ୍ଚିବେ, ନା ଇଞ୍ଜିନର ଶେଷ ଭାଗରେ ବଗିରେ ଥିବା ଲୋକମାନେ ଆଗ ପହଞ୍ଚିବେ, ବିଳମ୍ବରେ ପହଞ୍ଚିବେ? କିଏ ପ୍ରଥମେ ପହଞ୍ଚିବ, କିଏ ଶେଷରେ ପହଞ୍ଚିବ? ଅଲଗା ଅଲଗା ସମୟରେ ପହଞ୍ଚିବି। ସମାଧାନରେ ସମସ୍ତେ ପହଞ୍ଚିବେ ପାଷ୍ଟର। ପଛ ଲୋକମାନେ ଭାବିବେ, ଆରେ ଆମେ ପଛରେ ଅଛୁ, ଆମେ ଲେଟରେ ବୋଧେ ପହଞ୍ଚୁ। ତାହେଲେ ଏଇଟା ସତ କଥା ନାହିଁ। ଇଞ୍ଜିନର ପାଖରେ ଲାଗିବା ବଗିର ଲୋକ ଭାବୁଛନ୍ତି ମନେ କର, ଆମେ ଆଗ ପହଞ୍ଚିବୁ। ସେମିତି କେବେ ବି ନାହିଁ। ପଛରେ ଥିବା ଲୋକ ଆଗରେ ଥିବା ଲୋକ ସମାନ ଟାଇମରେ ପହଞ୍ଚିବେ ଷ୍ଟେସନ। ଖାଲି ଆମେ ଭାବୁଛୁ ସରିଗଲା ସବୁ ଜିନିଷ, କଣ ହବ, କେମିତି ହବ, ହଇରାଣ ହେଇଯାଉଛୁ। ସେଥିପାଇଁ ପ୍ରଭୁ ଆମକୁ କହିଲେ, ତମ ପାଖରେ ଯଦି ସୋରିଷ ଦାନା પર ବିଶ୍ୱାସ ଥାଏ, ତାହେଲେ ତମେ ଏ ପାହାଡକୁ ଆଦେଶ ଦିଅ, ସମୁଦ୍ରରେ ପଡି କହିଲେ ପଡିଯିବ। ହଁ, ଯଦି ଆମେ ଏ ବିଷୟକୁ ଯଦି ଭାବିବା, ମିଶର ପାଖକୁ ଯାଉଛନ୍ତି ଏମାନେ ସାହାଯ୍ୟ ମାଗିବା ପାଇଁ, ମତେ ମିଶରର ସାହାଯ୍ୟ ହଉଛି ମିଥ୍ୟା ଆଉ ବୃଥା। ବଞ୍ଚିଲା ସମୟରେ ଆମେ ଯଦି ପ୍ରଭୁଙ୍କୁ ଦେଖିପାରିବା ନାହିଁ, ଯଦି ଆମେ ପ୍ରଭୁଙ୍କୁ ଯଦି ଆମେ ମିଶି ପାରିବା ନାହିଁ, ତାହେଲେ ସବୁ ଜିନିଷ ହାଲିଆ ଜନକ ହେଇଯିବ।
ପ୍ରତ୍ୟେକ ବିଷୟ ହାଲିଆ ଜଣକ ହେଇଯିବ। ପ୍ରତ୍ୟେକ ବିଷୟ ଆମ ପାଇଁ ଜଟିଳମୟ ହେଇଯିବ। ଅବ୍ରାହ୍ମଙ୍କର ବିଶ୍ୱାସ ଯଦି ଆମେ ଦେଖୁଛୁ ବହୁତ ଇଣ୍ଟରେଷ୍ଟିଂ ଏଇଟା। ଯଶେଫଙ୍କର ଯଦି ଆମେ ହୃଦୟର ସ୍ଥିତି ଦେଖୁଛୁ ବର୍ତ୍ତମାନ ପ୍ରଭୁଙ୍କୁ ଭେଟିଲା ପରେ ତାଙ୍କ ହୃଦୟ ଭିତରେ ବହୁତ ମୂଲ୍ୟବାନ। ଆଜି ଆପଣ ଯୋଉ ଜାଗାରେ ମଧ୍ୟ ଥାଆନ୍ତୁ ନା କାହିଁକି, ଯାହା କରୁଛନ୍ତି ନା କାହିଁକି, ଆମର ସମ୍ପର୍କ ଯଦି ଖ୍ରୀଷ୍ଟଙ୍କ ସହିତ ମଣ୍ଡଳୀ ଦ୍ଵାରା ପରମେଶ୍ୱରଙ୍କର ଦାସଙ୍କ ଦ୍ଵାରା ଜଡିତ, ତାହେଲେ ଆମର ସମସ୍ତ ବିଷୟକୁ ଜଣେଇବା ମାନେ ଆମର ପ୍ରତ୍ୟେକ ଭଲ ବିଷୟ ହଉ କି ମନ୍ଦ ବିଷୟ ହଉ, ଯଦି ଆମେ ସମସ୍ତ ବିଷୟକୁ ଜଣଉଛୁ, କଷ୍ଟକର ବିଷୟକୁ ଯଦି ଆମେ କହୁଛୁ, ତାହେଲେ ପରମେଶ୍ୱର କାମ କରିବେ। ତାହେଲେ ବର୍ତ୍ତମାନ ମୋ ହୃଦୟ ଭିତରେ ମୁଁ ପ୍ରାର୍ଥନା କଲି, ପ୍ରଭୁ ତମେ ଖ୍ରୀଷ୍ଟମାସ କାଣ୍ଟାଟା ପାଇଁ ରାସ୍ତା ଖୋଲ, ନୂଆ ଜାଗାରେ କରିବା ପାଇଁ। ତା ସହିତ ମଧ୍ୟ ସେମାନେ ଯୋଉ ଜାଗାରେ ନୂଆ ଜାଗାରେ ହବ, ସେମାନେ ସମସ୍ତେ ନିଜେ ଦାୟିତ୍ୱ ନେଇକି କରନ୍ତୁ। ତାହେଲେ ଗତକାଲି ସେ ନ୍ୟୁଜ ଆସିଲା ପରେ ମୁଁ ବେଶୀ ଧନ୍ୟବାଦ ଦେଲି, ଯୋଉ ପରମେଶ୍ୱର ବର୍ତ୍ତମାନ କାମ କରୁଛନ୍ତି। ହଁ, ଆମକୁ ଦେଖାଯାଉଛି ବେଳେ ବେଳେ କିଛି ନହେଲା ପରି, କିଛି ହତାଶଜନକ ପରିସ୍ଥିତି ଦେଖିଲା ପରି ଲାଗୁଛି, କିନ୍ତୁ ଆମର ଆତ୍ମିକ ଜୀବନ ସେମିତି ନ ହଉ। ହଁ, ଯେମିତି ବର୍ତ୍ତମାନ ଗୋଟେ ଲୋକ ପୋଖରୀରେ ବସିଛି ସନ୍ଧ୍ୟା କାଳୀନ ସମୟରେ, ଚନ୍ଦ୍ରର ଆଲୁଅ ବର୍ତ୍ତମାନ ପୋଖରୀରେ ପଡୁଛି। ହଠାତ୍ ଯେଉଁ ସମୟରେ ଚନ୍ଦ୍ରକୁ ବର୍ତ୍ତମାନ ସେ ପୋଖରୀ ଭିତରେ ଦେଖୁଛି, ହଁ, ଗୋଲ ହେଇକି ଚନ୍ଦ୍ର ଦେଖାଯାଉଛି। ସେ ଗୋଲ ହେଇକି ଚନ୍ଦ୍ର ଯୋଉ ଦେଖାଯାଉଛି ପୋଖରୀର ପାଣି ଉପରେ ଯୋଉ ଛାଇ, ଏ ଲୋକ ଦେଖିକି ଖୁସି ହଉଛି, ଆରେ ଚନ୍ଦ୍ର ମୋ ପାଖରେ ଅଛି। କିଏ ଗୋଟେ ହଠାତ୍ ପଥର ମାରିଦେଲା, ଚନ୍ଦ୍ର ଆଉ ଦେଖାଯାଉନି, ଭାଙ୍ଗିଗଲା, ଖଣ୍ଡ ଖଣ୍ଡ ହେଇଗଲା। ସେ କାନ୍ଦୁଛି, ଆରେ ମତେ ମୂଲ୍ୟ ନା ପରେ ଏ ଚନ୍ଦ୍ର ଦେଖୁଥିଲି, ସବୁ ଭାଙ୍ଗିଗଲା, ଚନ୍ଦ୍ର ନାହିଁ ଆଉ ପଳେଇଗଲା। ତାକୁ କଣ ପାଇଁ ଆବଶ୍ୟକ ଗୋଟେ କାନ୍ଦିବା ପାଇଁ? ସେ ଖାଲି ଉପରକୁ ଦେଖିବ, ତାହେଲେ ପ୍ରକୃତ ଚନ୍ଦ୍ର ଅଛି। ଆମେ ପୋଖରୀ ଉପରେ ଛାଇ ହେଇ ପଡୁଥିବା ଚନ୍ଦ୍ରକୁ ଦେଖିକି ଆମେ ଭାବିବା ଏଇଟା ଯଦି ପ୍ରକୃତର ଚନ୍ଦ୍ର, ତାହେଲେ ଏଇଟା ମୂର୍ଖତା। ଏଇଟା ଆମେ ପରିସ୍ଥିତିକୁ ଦେଖିକି ଯଦି ଆମେ ବିଚାର କରିବା, ଆମେ ପରିସ୍ଥିତି ଅନୁସାରେ ଯଦି ଆମେ ସମାଧାନ କରିବା ପାଇଁ, କି ପରିସ୍ଥିତି ଅନୁସାରେ ଯଦି ଆମେ ବିଚାର କରୁଛୁ, ତାହେଲେ ଏଇଟା କିଛି ଲାଭଯୁକ୍ତ ନୁହେଁ। ଆମର ବିଶ୍ୱାସ ଭୂମି ପରମେଶ୍ୱର, ଆମର ଭରସା ହଉଛନ୍ତି ପରମେଶ୍ୱର, ମଣ୍ଡଳୀର ମସ୍ତକ ହଉଛନ୍ତି ଖ୍ରୀଷ୍ଟ ଯୀଶୁ। ସେଥିପାଇଁ ଯେତେବେଳେ ଆମର ପରସ୍ପରର ସମ୍ପର୍କ ବାକ୍ୟ ଦ୍ଵାରା, ଆମର ପରସ୍ପରର ସମ୍ପର୍କ ଖ୍ରୀଷ୍ଟଙ୍କ ଦ୍ଵାରା, ଆମେ କେବେ ମଧ୍ୟ ଶାରୀରିକ ସମ୍ପର୍କରେ ଆମେ ପରସ୍ପର କେବେ ଖୁସିରେ ବଞ୍ଚି ପାରିବା ନାହିଁ। ସେଥିପାଇଁ ଏଇ ଜାଗାରେ ଯୋହନ ପୁସ୍ତକ 7 ମଧ୍ୟ ଲେଖା ହେଇଛି, ଶିଷ୍ୟମାନଙ୍କୁ କଣ ପାଇଁ ଘୃଣାଜନକ ଲାଗୁଛି ଯୀଶୁଙ୍କ କଥା? କାରଣ ଶିଷ୍ୟମାନଙ୍କ ହୃଦୟ ଭିତରେ ତାଙ୍କର ନିଜର ଓନ୍ ଷ୍ଟାଣ୍ଡାର୍ଡ ଥିଲା, ତାଙ୍କ ନିଜର ମାପଦଣ୍ଡକୁ ନେଇକି ସେମାନେ ବିଚାର କରୁଛନ୍ତି। ସେମାନେ ଯୀଶୁଙ୍କର ବାକ୍ୟକୁ ବୁଝି ପାରୁନାହାନ୍ତି କହିକି ସେମାନେ ଭାବୁଛନ୍ତି, ଆରେ ଏଇଟା କେମିତି ହବ, ଏଇଟା ବେକାର କଥା, ଘୃଣାଜନକ ବିଷୟ। ମାତ୍ର 61 ପଦ ଲେଖା ହେଇଛି, ଯୋହନ 6:61, କିନ୍ତୁ ଯୀଶୁ ତାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଛନ୍ତି, ତା ଅନ୍ତରରେ ଅବଗତ ହୋଇ ସେମାନେ କହିଲେ, ଏହା କଣ ତୁମମାନଙ୍କ ବିଘ୍ନର କାରଣ ହେଉଅଛି? ଯୀଶୁ ବର୍ତ୍ତମାନ ଏମାନଙ୍କର ହୃଦୟର କଥାକୁ ବର୍ତ୍ତମାନ ଜାଣିପାରୁଛନ୍ତି, ସେ କଣ କଥା ହଉଛନ୍ତି। ମତେ ପଚାରୁଛନ୍ତି, ଏଇଟା କଣ ତମ ପାଇଁ ଏଇଟା ବିଘ୍ନର କାରଣ? ତମ ପାଇଁ ଏଇଟା ଉତ୍ତମ ବିଷୟ ନାହିଁ? ତାହେଲେ ଯୋଉ ବିଷୟ ଗୁଡାକ ଚର୍ଚ୍ଚର ମଣ୍ଡଳୀ ଠାରୁ ମୋ ପାଖକୁ ଯୋଉ ବିଷୟ ଗୁଡା ଆସୁଛି, ଯଦି ମୁଁ ଦୁଇ ଭାଗ କରିବି, ଯାହା ମତେ ଠିକ ଲାଗୁଛି, ଯାହା ମତେ ଭଲ ଲାଗୁଛି, ସେ ବିଷୟକୁ ଶୁଣିବା ପାଇଁ, ଗ୍ରହଣ କରିବା ପାଇଁ ମୁଁ ପଖତ। କିନ୍ତୁ ଅପର ପକ୍ଷରେ ଯଦି ମଣ୍ଡଳୀର ସ୍ୱର ଯାହାକି ମତେ ଘୃଣାଜନକ ଲାଗୁଛି, ଭଲ ଲାଗୁନାହିଁ, ଠିକ ଲାଗୁନାହିଁ, ସେ ପାର୍ଟକୁ, ସେ ଅଂଶକୁ ମୁଁ କଣ କରୁଛି? ଯଦି ସେଇ ବିଷୟକୁ ଯଦି ମୁଁ ପରିତ୍ୟାଗ କରୁଛି, ତାହେଲେ ମୁଁ ସାଉଲ ସଦୃଶ ବଞ୍ଚୁଛି। ହଁ? ହୃଷ୍ଟ ପୁଷ୍ଟ ପଶୁ ଗୁଡାକୁ ସେ ମାରିଲା ନାହିଁ, ଛାଡିଦେଲା। ଆଉ ଯଦି ସବୁ ରୋଗାଗ୍ରସ୍ତ ଥିଲେ, ଅସୁସ୍ଥ ଥିଲେ, ତାଙ୍କୁ ସେ ମାରିଲା ଲେଖା ହେଇଛି। ଆଜି ମଣ୍ଡଳ ଭିତରେ ବଞ୍ଚିଲା ସମୟରେ ଆମେ
ମୁଁ ଯଦି ଏ ଶିଷ୍ୟମାନଙ୍କ ହୃଦୟକୁ ଦେଖୁଛି ତାହେଲେ ମୂଳ ଭାବରେ ମୁଁ ମଧ୍ୟ ଏ ଶିଷ୍ୟମାନଙ୍କର ଗ୍ରୁପରେ ଥିବା ଲୋକ ଭାବୁଛି। ଅନେକ ସମୟରେ ମୁଁ ଅଭିଯୋଗ କରିକି ବିଚାର କରିକି କାହିଁକି ଏମିତି ଚର୍ଚ୍ଚ କହୁଛି ମତେ କାହିଁକି ଏମିତି ପାଷ୍ଟର କହୁଛନ୍ତି ଆଁ? ମତେ ପସନ୍ଦ ନାହିଁ ମତେ ଇଚ୍ଛା ନାହିଁ ଏମିତି ହେବା କଥା ନାହିଁ କାହିଁକି ଏମିତି କରାଯାଉଛି। ମୋର ମୁଖରୁ ଏଇ ପ୍ରକାର ବିଶେଷ ଅନେକ ସମୟରେ ମୁଁ ବାହାର କରୁଛି। ଏବେ ଯୀଶୁ କହୁଛନ୍ତି କଣ ତମ ପାଇଁ ଏଇଟା ବିଘ୍ନ କାରଣ। ତାପରେ ଆଁ, 63 ପଦ ଯୀଶୁ କହୁଛନ୍ତି ଆତ୍ମା ହଉଛି ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ଅର୍ଥ କଣ? ଆତ୍ମିକ ବିଷୟ ହଉଛି ଜୀବନ ଆମ ପାଇଁ ଲାଭଦାୟକ ଅର୍ଥ। ମଣ୍ଡଳୀର ସହିତ ସଂଯୁକ୍ତ ଯଦି ଆମେ ଅଛୁ ଆତ୍ମାରେ ଉର୍ଦ୍ଧ୍ୱରେ ଆମର ଆତ୍ମିକ ବିଷୟ ଦ୍ଵାରା ତାହେଲେ ଆମ ପାଇଁ ଏଇଟା ହଉଛି ବହୁତ ଲାଭଜନକ। ଯଦି ଆମେ କଲୋସିଆ ପୁସ୍ତକ 3 ପର୍ବର ଗୋଟେ ବାକ୍ୟ ଦେଖିବା ଏଇଟା ବାକ୍ୟ ଧରିକି କଲୋସିଆ ପୁସ୍ତକ ଟିକେ ବାକ୍ୟ ଗୋଟେ ଦେଖିବା 3 ପର୍ବ 23 ପଦ 22 ପଦ 23 ଜଣେ କିଏ ପଢନ୍ତୁ ଭାଇ ଭଉଣୀ ମାନଙ୍କ ଭିତରେ କଲୋସିୟ 3 ପର୍ବର 22 ପଦ ଆଉ 23 ପଦ ପଢିବେ କି କିଏ? ହେ ଦାସମାନେ ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମମାନଙ୍କର ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ। 23 ପଦ ତୁମ୍ଭେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ। ଏ ବାକ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଗତ ପାଷ୍ଟର୍ସ ମିଟିଂ ରେ ପାଷ୍ଟର ଆମକୁ ଦେଇଥିଲେ ଏ ବାକ୍ୟ ଯେ ତମେ ଯାହା କିଛି ମଧ୍ୟ କର ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର। କେତେ ମୂଲ୍ୟବାନ ଭାବରେ ପ୍ରଭୁ ତାଙ୍କର ହୃଦୟକୁ ଆମକୁ ପ୍ରକାଶ କରୁଛନ୍ତି। ମନୁଷ୍ୟ ନିମନ୍ତେ କଲା ପରି କରୁନାହିଁ। ତ ପରମେଶ୍ୱରଙ୍କ ସାମ୍ନାରେ ଆମେ ପରମେଶ୍ୱର କହିବା ବିଷୟ ଯଦି ଆମେ କରୁଛୁ ତାହେଲେ ପରମେଶ୍ୱର କହିବା ବିଷୟ ଯଦି ଆମେ କରିବା ପାଇଁ ଷ୍ଟେପ ନେବା ତାହେଲେ ପ୍ରଭୁ ହିଁ ଆମକୁ ସାହାଯ୍ୟ କରିବା ଦରକାର। ପ୍ରଭୁ ହିଁ ଆମକୁ ସମସ୍ତଙ୍କୁ ଜଗିବା ଦରକାର। ଏବେ ଆମେ ଚର୍ଚ୍ଚ ଗୃହର କାମ କରୁଛୁ। ଆମର ଚର୍ଚ୍ଚ ବିଲ୍ଡିଂ ବର୍ତ୍ତମାନ କାମ ଚାଲିଛି। ତାପରେ ଅନେକ ବିଷୟ ଗୁଡାକ ପ୍ରୋଗ୍ରାମ ଗୁଡାକ ମଧ୍ୟ ଅଛି। ତ ଗୋଟେ ଗୋଟେ ବିଷୟ ଗୁଡାକ ଯେତେବେଳେ ଆମେ ଦେଖୁଛୁ ଗୋଟେ ଗୋଟେ ବିଷୟର ଆବଶ୍ୟକତା ଅଛି। ଆମର ଅର୍ଥର ଆବଶ୍ୟକତା ଅଛି। ଏବେ କାଣ୍ଟାଟାର ମଧ୍ୟ ଆମକୁ ଅର୍ଥର ଆବଶ୍ୟକତା ଅଛି। ଅନେକ ବିଷୟ ଅଛି। କିନ୍ତୁ ମୁଁ ଯେତେବେଳେ ଦେଖୁଛି ଆଉ ଭାବୁଛି ମୁଁ ଏଇ ବିଷୟ ଗୁଡାକୁ ମୋ ମୁଣ୍ଡ ଉପରେ ଯଦି ବୋଝ ନେବି ତାହେଲେ ଆଟଲାସ ଭଳିଆ ମୁଁ ସେ ପୃଥିବୀକୁ ଧରିଲା ପରେ ମୁଁ ବଞ୍ଚିବାକୁ ପଡିବ ହତାଶ ହେଇକି ହାଲିଆ ହେଇକି ବୋଝ ହେଇକି। ତମେ ସମସ୍ତ ଭାର ତମର ସମସ୍ତ ବିଷୟକୁ ତମେ ତାହାଙ୍କର ପାଖରେ ତମେ ସମର୍ପଣ କର ବୋଲି ପ୍ରଭୁ କହୁଛନ୍ତି। ତମେ ସବୁ ମୋ ନିକଟକୁ ତମେ ନେଇକି ଆସ ପରିଶ୍ରାନ୍ତର ଭାରଗ୍ରସ୍ତର ବିଷୟ ଗୁଡାକ ତମେ ମୋ ପାଖକୁ ନେଇକି ଆସ ମତେ ଦେଇଦିଅ। ତମର ଓଜନ ବିଷୟ ଗୁଡାକ ମତେ ଦେଇଦିଅ। ତମର ତମର ପରିଶ୍ରାନ୍ତ ହାଲିଆ ବିଷୟ ମତେ ଦେଇଦିଅ। ତାର ବଦଳରେ ମୁଁ ତମକୁ ବିଶ୍ରାମ ଦେବି ବୋଲି ଯୀଶୁ କହୁଛନ୍ତି। ହଁ କେତେ ମୂଲ୍ୟର ବିଷୟ ଏଇଟା। ହେଲେ ଚର୍ଚ୍ଚର ସମସ୍ୟା ଏଇ ଜଣଙ୍କର ଆମର ସବୁ ୟୁଥ ମାନଙ୍କର ପ୍ରୋବ୍ଲେମ ଆଉଥରେ ପ୍ରକାଶ ପାଉଛି। କିନ୍ତୁ ଯେତେବେଳେ ଆମମାନେ ସହଭାଗିତା କରୁଛୁ କି ତାଙ୍କୁ ନେଇକି ଆମମାନେ ପ୍ରଭୁଙ୍କ ପାଖକୁ ସେ ସମସ୍ୟାକୁ ନେଇକି ଯାଉଛୁ ତାହେଲେ କେତେ ମୂଲ୍ୟାନ ବିଷୟ ଏଇଟା। ପ୍ରଭୁ ସବୁ ବିଷୟ କରିଦଉଛୁ। ସେଥିପାଇଁ ଏଠି ଲେଖା ହେଇଛି ଆତ୍ମା ଜୀବନଦାୟକ, ମାଂସ କୌଣସି ଉତ୍ତମ ଆମକୁ ଉପକାର ଦେଇପାରିବ। ମୁଁ ଯେଉଁ ସମସ୍ତ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି ସେ ସବୁ ଆତ୍ମା ଓ ଜୀବନ ଅଟେ। ଶିଶୁମାନଙ୍କର ହୃଦୟ କେତେ ଅଲଗା ଥିଲା ଯୀଶୁଙ୍କ ଠାରୁ ବର୍ତ୍ତମାନ। ମୋର ହୃଦୟ ମଣ୍ଡଳୀ ଠାରୁ କେତେ ଅଲଗା ହେଇକି ଅଛି। ଯଦି ତାହେଲେ ମୁଁ କେମିତି ଶୁଣିପାରିବି କେମିତି ମୁଁ କାମ କରିପାରିବି ମୁଁ କେମିତି କରିପାରିବି। ମୁଁ କହିଲି
ପ୍ରେଜେଣ୍ଟେସନ ଲେଖନ୍ତୁ ଭାଇ ଭଉଣୀ ମାନେ, ବହୁତ କଷ୍ଟ ହଉଛି। କିନ୍ତୁ ମୁଁ ଯେତେବେଳେ ଦେଖୁଛି ସେଠି ଅ, ଆ, କେତେ ଜଣଙ୍କର ସେଠି ପ୍ରେଜେଣ୍ଟେସନ ଆସିଲା, ପ୍ରେଜେଣ୍ଟେସନକୁ ଦେଖିକି ଖୁସି ହେଲି ମୁଁ, ସେଇଟା ନୁହେଁ। ଚର୍ଚ୍ଚର ଶୈଳୀ, ଏଇଟା ପାଷ୍ଟର କହୁନାହାନ୍ତି ବୋଲି, ଏଇଟା ପରମେଶ୍ୱର କହୁଛନ୍ତି ମତେ, ମୁଁ ଶିଖିବି ନ ଜାଣିଲେ। ଏଇଟା ଈଶ୍ୱରଙ୍କର ମୋ ଆଡକୁ ଅ, ଇଚ୍ଛା ଏଇଟା। ମୁଁ ପ୍ରଭୁଙ୍କୁ ତୁଚ୍ଛ କରିବି ନଚେତ ପ୍ରଭୁଙ୍କର ଶୁଣିବି। ଏଇଟା ପରମେଶ୍ୱରଙ୍କର ଇଚ୍ଛା ବୋଲି ଯେ ପ୍ରାଞ୍ଜଳାରେ ପାଇବୁ, ସେ ନିଶ୍ଚିତ ଭାବରେ ଗୋଟେ ଦୀପ ତଳେ ସେ ଲେଖିବ, ଷ୍ଟଡି କରିବ। ସେଇଟା ହଉଛି ଗୋଟେ ବାହାନା ପ୍ରଭୁ ଆମକୁ ଦେଇଛନ୍ତି। ସେଇଟା ଗୋଟେ ବାହାନା ଆମକୁ ଅଧିକ ବାଇବଲ ପଢିବା ପାଇଁ, ଅଧିକ ବାଇବଲ ଭିତରକୁ ପଶିବା ପାଇଁ ପ୍ରଭୁ ଆମକୁ ଗୋଟେ ରାସ୍ତା ଦେଇଛନ୍ତି। ସେତେ ଜଣେ, ଦି ଜଣ, ତିନି ଜଣ, ଚାରି ଜଣ ଏମିତି ଷ୍ଟାର୍ଟ କରୁଛନ୍ତି। ମୁଁ ବିଶ୍ୱାସ କରୁଛି ଆଗକୁ ମଧ୍ୟ ଆମର ପ୍ରେଜେଣ୍ଟେସନ ଗୁଡାକ ଅଧିକ ମାତ୍ରାରେ ହବ। ଆମର ଭାଇ ଭଉଣୀ ମାନେ ଅଧିକରୁ ଅଧିକ ଭାଇ ଭଉଣୀ ସବୁ ଅ, ତାଙ୍କର ରିଅଲାଇଜେସନ, ତାଙ୍କର ଆତ୍ମିକ ବିଷୟ ଗୁଡାକ ସବୁ ପ୍ରେଜେଣ୍ଟେସନ ଦ୍ୱାରା ଲେଖିଲେ ତାଙ୍କର ଆତ୍ମିକ ଜୀବନ ପାଇଁ ବେଶୀ ବେନିଫିଟ, ବେଶୀ ସୁନ୍ଦର ବିଷୟ ଏଇଟା, ଏଇଟା ବେଶୀ ମୂଲ୍ୟାୟନ ବିଷୟ। ତେଣୁକରି ଅ, ଏବେ ଆମେ ଶିଶୁମାନଙ୍କ ହୃଦୟକୁ ଦେଖିଲେ କେତେ ଅଲଗା ଅଛି ଏଇ ଜାଗାରେ ଯୀଶୁଙ୍କ ଠାରୁ ତାଙ୍କର ହୃଦୟ। ଆମେ ଯେତେବେଳେ ବଞ୍ଚୁଛୁ ଚର୍ଚ୍ଚ ଭିତରେ ମଧ୍ୟ, ପ୍ରଭୁ ଆଜି ସକାଳେ ଆମକୁ ଗୋଟେ ବିଷୟ କହିବାକୁ ଚାହୁଁଛନ୍ତି, ମୋର ଆତ୍ମିକ ଜୀବନ ମୋ ଭିତରେ ହେଇପାରିବ ମଣ୍ଡଳୀ ଦ୍ଵାରା, ପ୍ରଭୁଙ୍କର ଦ୍ଵାରା, ବା ବାକ୍ୟ ଯେତେବେଳେ ମତେ ପରମେଶ୍ୱର ଦଉଛନ୍ତି, ଆମେ ସେ ଅନୁସାରେ ଆଗକୁ ବଢିପାରିବା। ଆଜି ଗୋଟେ ଦିନର ପ୍ରୋଗ୍ରାମ ପାଇଁ, ଗୋଟେ ଦିନର କାର୍ଯ୍ୟକ୍ରମକୁ ପ୍ରଭୁ ଫିକ୍ସ କରିଦେଲେ କେତେ ବଢିଆ। ମଣ୍ଡଳୀର କାର୍ଯ୍ୟକୁ କରିବା ପାଇଁ ଯେତେବେଳେ ପାଷ୍ଟର ମତେ କହୁଛନ୍ତି କି ଚର୍ଚ୍ଚ ମତେ କହୁଛି, ପ୍ରଭୁ ଯଦି ସେ ବିଷୟ କରିଦେବେ ତାହେଲେ କେତେ ବଢିଆ। ଚାଲନ୍ତୁ ଆମେ ଜୀବନ୍ତ ପ୍ରଭୁଙ୍କୁ ଏକ୍ସପିରିଏନ୍ସ କରି କରି ଆଗକୁ ବଢିବା। ଏ ଚର୍ଚ୍ଚ ଗୋଟେ ଏଠି ଚର୍ଚ୍ଚ ଗୋଟେ ଖାଲି ବିଲ୍ଡିଂ ନାହିଁ, ମଣ୍ଡଳୀର ମସ୍ତକ ଯୀଶୁ ଅଛନ୍ତି। ଆମର ଆଖିରେ ଯଦି ପ୍ରଭୁଙ୍କୁ ଦେଖିପାରୁ, କିନ୍ତୁ ପରମେଶ୍ୱର ଜୀବନ୍ତ, ପରମେଶ୍ୱର କାର୍ଯ୍ୟ ସାଧକ। ଆମର ଗଲିଆତ ପରି ପାହାଡ ପରି ସମସ୍ୟା, ଦାଉଦଙ୍କ ନଜରରେ କିଛି ନାହିଁ, କାହିଁକି? ସେ ପ୍ରଭୁଙ୍କୁ ନେଇକି ସାମନା କରୁଛନ୍ତି। ଏବେ ଦାଉଦ ଗଲିଆତର ଦାୟିତ୍ୱ ପ୍ରଭୁଙ୍କ ଉପରେ ଦେଇ ଦଉଛୁ। ଏବେ ଦାଉଦ ପ୍ରତ୍ୟେକ ଗଲିଆତର ସମସ୍ୟାର ସମାଧାନ ପ୍ରଭୁଙ୍କ ପାଖରେ ଥୋଇ ଦଉଛୁ। ଆଜି ଆମର ଗୋଟେ ସମସ୍ୟା, ଆମର ପରିସ୍ଥିତି ଯଦି ଆମେ ପ୍ରଭୁଙ୍କ ପାଖରେ ଥଉଛୁ, ମଣ୍ଡଳୀ ଦ୍ଵାରା, ପ୍ରଭୁ ଦାସଙ୍କ ଦ୍ଵାରା, ପରମେଶ୍ୱର ସେଟା ବୁଝିବେ। ସେ ସବୁ ଯୀଶୁଙ୍କର ମନରେ, ଯୀଶୁ କଣ ଏମାନଙ୍କୁ ଦେଖିକି ଭାବୁଥିଲେ? ଯୀଶୁ ପଚାରୁଛନ୍ତି, ଦେଖନ୍ତୁ 65 ପଦରେ ଦେଖନ୍ତୁ, 65। ଆଉ ସେ କହିଲେ, ଏହି ହେତୁ ମୁଁ ତମମାନଙ୍କୁ କହିଅଛି, ସରି, ଗୋଟେ ବାକ୍ୟ ଦେଖିବା, ସେଟା ନାହିଁ। ହଁ, 67 ପଦ, 67। ସେଥିରେ ଯୀଶୁ ଦ୍ୱାଦଶକୁ ପଚାରିଲେ, ତମମାନେ ମଧ୍ୟ କଣ ଚାଲି ଯିବାକୁ ଇଚ୍ଛା କରୁଅଛ? କାରଣ ଯୀଶୁ କାହିଁକି ପଚାରୁଛନ୍ତି? 66 ପଦରେ ଦେଖନ୍ତୁ, ସେଇ ସମୟଠାରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରି ଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। କଣ ଲେଖା ହେଇଛି? ଶିଷ୍ୟମାନଙ୍କ ମଧ୍ୟ ଅନେକ ସେମାନେ ବିମୁଖ ହୋଇ ଚାଲିଗଲେ। ନାଇଁ, ମତେ ଏ ଚର୍ଚ୍ଚ ଭଲ ଲାଗୁନାହିଁ, ନାଇଁ ଏ ପାଷ୍ଟର ମତେ ପସନ୍ଦ ନାହିଁ, ନାଇଁ ମତେ ଭଲ ଲାଗୁନି ଚର୍ଚ୍ଚ, ଆଉ ଆଜି ମୁଁ ଯିବି ନାହିଁ, ଦରକାର ନାହିଁ। ତେବେ ଶିଶୁମାନଙ୍କୁ ଭଲ ଲାଗୁନାହିଁ, ବିମୁଖ ହୋଇକି ପଳେଇ ଯାଉଛୁ, ଆଉ ତାଙ୍କ ସହିତ ସେମାନେ ଆଉ ଗମନାଗମନ କରୁ। ଏମାନଙ୍କର ହୃଦୟର ସ୍ଥିତି ଯଦି ଆମେ ଦେଖିବା ଭାଇ ଭଉଣୀ ମାନେ, ଏମାନଙ୍କର ହୃଦୟର ସ୍ଥିତିରେ ଏମାନେ ଏମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଯାଉଥିଲେ ଯୀଶୁ। କାହିଁକି? କାରଣ ଏମାନେ ନିଜର ଜ୍ଞାନ, ନିଜର ବୁଦ୍ଧି, ନିଜର ବିଚାର କରୁଛନ୍ତି, ଯୀଶୁଙ୍କ ବିଷୟରେ ବିଚାର କରୁଛନ୍ତି ନିଜର ହିସାବରେ, ନିଜର ମାପଦଣ୍ଡକୁ ନେଇକି ଯୀଶୁଙ୍କର ବିଷୟକୁ ସେମାନେ ବିଚାର କରୁଛନ୍ତି। ଆଉ ସେମାନେ କହୁଛନ୍ତି ନାଇଁ ଆମେ ଚାଲିଛୁ। କିନ୍ତୁ ସିମୋନ ପିତର କଣ କହୁଛନ୍ତି? 68 ପଦରେ, ସିମୋନ ପିତର ତାହାକୁ ଉତ୍ତର ଦେଲେ, ପ୍ରଭୁ କାହା ପାଖକୁ ଯିବା?
ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ପିତର ବର୍ତ୍ତମାନ କହିଲେ ଆରେ ପ୍ରଭୁ ଆମେ କୁଆଡେ ଯିବୁ ଆପଣଙ୍କୁ ଛାଡି? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ମୁଁ ମଧ୍ୟ ମଣ୍ଡଳକୁ ଛାଡିକି ପଳେଇ ଗଲି ମୋ ରାସ୍ତା ଖୋଜିକି। ମୁଁ ଭାବିଲି ମୁଁ ଯଦି ଚର୍ଚ୍ଚ ଛାଡିକି ଚାଲିଯିବି ତାହେଲେ ମୁଁ ଏ ବଚସା ଏ ତୁଚ୍ଛୀକୃତ ଏସବୁ ବିଷୟରୁ ମୁଁ ମୁକ୍ତି ହେଇଯିବି। ମୁକ୍ତି ପାଇକି ମୁଁ ଆରାମସେ ଟିକେ ବଞ୍ଚିବି ମଣିଷ। ଆଉ ମତେ କିଏ ଡିଷ୍ଟର୍ବ ନ କରୁ, ମତେ କିଏ ଲଜ୍ଜିତ ନ କରୁ। କିନ୍ତୁ ଯାହା ମଧ୍ୟ ମୋର ଜୀବନରେ ପରମେଶ୍ୱର ଏଲାଓ କଲେ, ମତେ ମାରିବା ପାଇଁ ନାହିଁ କି ମତେ ଲଜ୍ଜିତ କରିବା ପାଇଁ ନାହିଁ, ମତେ ଶିକ୍ଷା ପାଇଁ, ମୋର ହୃଦୟକୁ ନମ୍ର କରିବା ପାଇଁ, ମୋର ହୃଦୟକୁ ଭାଙ୍ଗିବା ପାଇଁ, ମୋର ମାପଦଣ୍ଡକୁ ଭାଙ୍ଗି ଦେବା ପାଇଁ, ମୋର ଚିନ୍ତାଧାରାରେ ମୁଁ ଯେବେ ନିର୍ଭର ନ କରେ ସେଥିପାଇଁ। ମୋର ନିଜର ଶରୀରରୁ ବାହାରିଥିବା ବିଷୟ ଗୁଡାକ ପରିତ୍ୟାଗ କରିବା ପାଇଁ ପରମେଶ୍ୱର ମୋର ଶରୀର ଦ୍ଵାରା ମତେ କଷ୍ଟ ଦେବେ। କିନ୍ତୁ ଈଶ୍ୱର କେବେ ମଧ୍ୟ ଛାଡି ନାହାନ୍ତି। ଏ ଶିଷ୍ୟରେ କଣ ପାଇଁ ବିମୁଖ ହଉଛନ୍ତି? କାରଣ ଏମାନେ ଯୀଶୁଙ୍କର ବାକ୍ୟକୁ ଶୁଣିକି ମଧ୍ୟ ବିଶ୍ୱାସ କରୁନାହାନ୍ତି, ଘୃଣା କରୁଛନ୍ତି, ଭଲ ଲାଗୁନି। ଏ ବିଷୟ କାହିଁ କହୁଛନ୍ତି? ବେଳେ ବେଳେ ଆମକୁ ପାଷ୍ଟରଙ୍କର କଥାକୁ ରାଗ ଲାଗିଥାଏ, ବିରକ୍ତ ଲାଗିଥାଏ। ସ୍ୱାଭାବିକ ବିଷୟଟା ଭଲ ଲାଗିନଥାଏ, ମତେ ବି ପାଟି କରିଥାଉ ଆମେ। କିନ୍ତୁ ଯଦି ଆମ ପାଖରେ ଏତିକି ଟିକେ ମଧ୍ୟ ଆତ୍ମାର ବୁଝାମଣା ଅଛି, ଆମେ ନମ୍ର ହେଇକି ଆମମାନେ ପରମେଶ୍ୱରଙ୍କ ପାଖରେ ସେଟା ସମର୍ପଣ କରିବୁ। ପରମେଶ୍ୱର ଏଟା ଯଦିଓ ଭଲ ବିଷୟ ହଉ କି ମନ୍ଦ ବିଷୟ ହଉ, ତମେ ସବୁ ବିଷୟକୁ ତମେ ପରିଚାଳନା କରୁଥିବ, ତମେ ସବୁ ବିଷୟକୁ ତମେ ମ୍ୟାନେଜ କରୁଥିବ। କିନ୍ତୁ ଉତ୍ତମ ବିଷୟ ପାଇଁ ମୁଁ ଚର୍ଚ୍ଚରେ ଅଧିକ ଜଡିତ ହେବାଟା ମଧ୍ୟ କିଛି ଲାଭ ନାହିଁ। ମନ୍ଦ ବିଷୟ ଗୁଡାକ ମୋ ଆଡକୁ ଆସିବା ବିଷୟ ଦ୍ଵାରା ମଧ୍ୟ ଚର୍ଚ୍ଚ ଠାରୁ ଦୂରକୁ ଯିବାଟା ମଧ୍ୟ ଏହାର ମଧ୍ୟ କିଛି ଅର୍ଥ ନାହିଁ। ମୋ ଆଡକୁ ମନ୍ଦ ବିଷୟ ଆସୁ ଚର୍ଚ୍ଚରୁ, କି ମୋ ଆଡକୁ ଭଲ ବିଷୟ ଆସେ ଚର୍ଚ୍ଚରୁ, ଏ ଦିଟା ଯାକ ଭଲ ମନ୍ଦ ବିଷୟ ଗୁଡାକ ପ୍ରଭୁଙ୍କର ଆସୁଅଛି। ଆଉ ପ୍ରଭୁ ହଉଛନ୍ତି ଆମର ମୂଳ ଭୂମି। ସେଥିପାଇଁ ଆମେ ଅଧିକରୁ ଅଧିକ ମାତ୍ରାରେ ଯେତେବେଳେ ଯୀଶୁଙ୍କର ହୃଦୟକୁ ଆମେ ଆ ଗ୍ରହଣ କରିକି ସଂଯୁକ୍ତ ହେଇକି ବଞ୍ଚିବା, ତାହେଲେ ଆମର ଦୈନନ୍ଦିନ ଜୀବନରେ ଏଇଟା ହଉଛି ଗୋଟେ ବହୁତ ମୂଲ୍ୟାନ ସମୟ, ମୂଲ୍ୟାନ ଟାଇମ, ମୂଲ୍ୟାନ ଜୀବନକୁ ଆମେ ବିତଉଛୁ। ତେଣୁକରି ଆମେ ଖୁସିରେ ବଞ୍ଚିବାର ଶକ୍ତିକୁ ପ୍ରଭୁ ଦେଇଛନ୍ତି, ଆନନ୍ଦରେ ବଞ୍ଚିବା ପ୍ରଭୁ ଆମକୁ ଦେଇଛନ୍ତି। ଏ ସମୟରେ ଚାଲନ୍ତୁ ଆମମାନେ ଯେପରି ପରମେଶ୍ୱରଙ୍କର ସ୍ୱର ଅନୁସାରେ, ପ୍ରଭୁଙ୍କର ବାକ୍ୟ ଅନୁସାରେ ଯେମିତି ଆମକୁ କହୁଛନ୍ତି, ପ୍ରଭୁ ତମେ ଏଇଟା କର, ସେଇଟା କର, ଇଆଡେ ଯାଅ, ଆମେ ଈଶ୍ୱରଙ୍କର ନିର୍ଦ୍ଦେଶ ଅନୁସାରେ ଯଦି ଆମେ ଗମନାଗମନ କରିବା ପ୍ରଭୁଙ୍କ ସହିତ, ତାହେଲେ ମୁଁ ବିଶ୍ୱାସ କରୁଛି ପ୍ରଭୁ ଆମ ମଣ୍ଡଳୀ ଭିତରେ ଅଧିକ ମାତ୍ରାରେ ଶକ୍ତିଯୁକ୍ତ ଭାବରେ କାମ କରିବେ। ଆଉ ଈଶ୍ୱରଙ୍କର ସ୍ୱର, ଈଶ୍ୱରଙ୍କର ଇଚ୍ଛା ଗୁଡାକ ଯାହା ମଧ୍ୟ ସେ ପ୍ରକାଶ କରୁଛନ୍ତି, ଆମେ ତାହା ଗୁରୁତ୍ୱପୂର୍ଣ୍ଣ ଭାବରେ ହୃଦୟ ନେଇକି ଆମେ ଆଗକୁ ବଢିବା ଦରକାର। ସେ ସମୟରେ ଆମର ବ୍ୟକ୍ତିଗତ ଭାବରେ ମଧ୍ୟ ଆତ୍ମିକ ଜୀବନ ଆଶୀର୍ବାଦ ମୂଳକ। ମୁଁ ଆଜି ଏତିକି କହିବି, ସମୟ ହେଇଗଲା। ଏଲ୍ଡର ପ୍ରାର୍ଥନା କରନ୍ତୁ ଆଉ ସରିବା। ସ୍ୱର୍ଗୀୟ ପିତା, ତୁମରି ପବିତ୍ର ନାମକୁ ଧନ୍ୟବାଦ ଦଉଛୁ। ତୁମେ ଆଜି ଏଇ ସକାଳ ସମୟରେ ହଁ ପ୍ରଭୁ, ଯୋହନ 6 ପର୍ବର ବାକ୍ୟକୁ ନେଇକି ପ୍ରଭୁ ତୁମେ ବାକ୍ୟ ଦେଲ, ଯେପରି ଆମେ ଶୁଣୁଥିଲୁ ଯିଶା ପୁସ୍ତକରୁ। ହଁ ପ୍ରଭୁ, ତାର 29ର 13 ପଦରେ, ହଁ ପ୍ରଭୁ, ଆମମାନେ ତୁମ ସହିତ ଥିବା ଭଳି ଦେଖା ଯାଉଛୁ ଏବଂ ଆମମାନଙ୍କର ଅଷ୍ଟାଦର ତୁମକୁ ସମ୍ମାନ କଲା ଭଳି ଦେଖା ଯାଉଛି। କିନ୍ତୁ ପ୍ରଭୁ, ଅନେକ ସମୟରେ ଆମମାନଙ୍କର ହୃଦୟ ତୁମ ଠାରୁ ଦୂରରେ ଥାଉଛି। କିନ୍ତୁ ତୁମେ ଆମମାନଙ୍କୁ ପରିତ୍ୟାଗ ନ କରି ଆମମାନଙ୍କୁ ତୁମରି ଦାସମାନଙ୍କ ଦ୍ଵାରା ପୁନର୍ବାର ବାକ୍ୟ ଦେଇକି ପ୍ରଭୁ ତୁମେ ଆମମାନଙ୍କର ଆତ୍ମାକୁ ତୁମ ସହିତ ସଂଯୁକ୍ତ ହେବା ବିଷୟକୁ ପ୍ରଭୁ ତୁମେ ସ୍ଥାପନ କରୁଅଛ ଏବଂ ପ୍ରଭୁ ଆମମାନଙ୍କୁ ତୁମେ ଦୟା ପ୍ରଦର୍ଶନ କରୁଅଛ। ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ, ଯେତେବେଳେ ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେମାନେ ତାଙ୍କ ଠାରୁ ଦୂରକୁ ଯାଉଛନ୍ତି, ସେ ସମୟରେ ଯେତେବେଳେ ହଁ ପ୍ରଭୁ, ଯୀଶୁ ପଚାରୁଛନ୍ତି ସେମାନଙ୍କୁ, ତୁମେ ମଧ୍ୟ କଣ ଚାଲିଯିବ ବୋଲି? ସେ ସମୟରେ ସିମନ ପିତର ଉତ୍ତର ଦଉଛନ୍ତି, ଆମେ କେଉଁଠାକୁ ଯିବୁ? କାରଣ ତୁମଠାରେ
ହଁ ପ୍ରଭୁ, ଜୀବନର ବାକ୍ୟ ଅଛି। ହଁ ପ୍ରଭୁ, ତୁମେ ଆମମାନଙ୍କୁ ସେଇ ବାକ୍ୟ ଦେଇକି ପ୍ରଭୁ ଆଜି ପର୍ଯ୍ୟନ୍ତ ରଖିଅଛ ମଣ୍ଡଳୀ ମଧ୍ୟରେ, ତେଣୁ ଧନ୍ୟବାଦ ଦଉଛୁ। ବିଶେଷ କରି ପ୍ରଭୁ ଏ ସମୟରେ ଆମମାନଙ୍କର କାଣ୍ଟାଟା ପାଇଁ ହଁ ପ୍ରଭୁ ଯେଉଁ ପ୍ରସ୍ତୁତି ଚାଲିଛି ମଣ୍ଡଳୀ ଦ୍ଵାରା, ପ୍ରଭୁ ତୁମେ ପ୍ରତ୍ୟେକ କାର୍ଯ୍ୟକୁ ପ୍ରଭୁ ତୁମେ କରିବା ପାଇଁ ସକ୍ଷମ କରାଅ। ଆମମାନଙ୍କୁ ତୁମେ ବ୍ୟବହାର କର କି ଆମମାନେ ମଧ୍ୟ ଯେମିତି ସେ କାର୍ଯ୍ୟରେ ବ୍ୟବହୃତ ହେଇ ତୁମର ଗୌରବ କରିପାରିବା। ଏବଂ ପ୍ରଭୁ ଯେଉଁ ସ୍ଥାନ ଗୁଡାକରେ ପ୍ରଭୁ ଏ କାଣ୍ଟାଟା ହେବାର ଅଛି, ପ୍ରଭୁ ତୁମେ ସେ ସ୍ଥାନରେ ଲୋକମାନଙ୍କୁ ମଧ୍ୟ ପ୍ରସ୍ତୁତ କର। ଏବଂ ପ୍ରଭୁ ସେମାନଙ୍କ ଦ୍ଵାରା ପ୍ରଭୁ ଯେପରି ସମସ୍ତ ବିଷୟ ପ୍ରସ୍ତୁତ ହେବାର ପ୍ରଭୁ ଆମମାନେ ପାଇବୁ, ଏବଂ ପ୍ରଭୁ ସେଇ ଜାଗାରେ ସୁସମାଚାର ପ୍ରଚାରିତ ହେବ। ପ୍ରଭୁ ତୁମେ ସମସ୍ତ ବିଷୟ କେବଳ ସୁସମାଚାର ପାଇଁ କରୁଅଛ। ଏ ହୃଦୟ ଆମ ପ୍ରତ୍ୟେକଙ୍କ ହୃଦୟରେ ପ୍ରଭୁ ସ୍ଥାପିତ କରି ପ୍ରଭୁ ପ୍ରତ୍ୟେକ କାର୍ଯ୍ୟରେ ପ୍ରଭୁ ଅଂଶୀ ହେବା ପାଇଁ ମଧ୍ୟ ଆମମାନଙ୍କୁ ଦୟା କର। ବିଶେଷ କରି ପ୍ରଭୁ ତୁମେ ଆମମାନଙ୍କର ପ୍ରତ୍ୟେକ ପରିବାରକୁ ମଧ୍ୟ ପ୍ରଭୁ ସ୍ମରଣ କର। ଯେଉଁ ପରିବାରରେ ଦୁଃଖ କଷ୍ଟ ରୋଗ ବ୍ୟାଧି ଅଭାବ ଅନାଟନ ରହିଛି, ସେ ପ୍ରତ୍ୟେକ ବିଷୟକୁ ମଧ୍ୟ ପ୍ରଭୁ ତୁମେ ପ୍ରଭୁ ସେମାନଙ୍କର ଯତ୍ନ ନିଅ ଏବଂ ପ୍ରଭୁ ସାହାଯ୍ୟ କର। ହଁ, ଏତେବେଳେ ଆମେ ପ୍ରାର୍ଥନା କରୁଅଛୁ ଆମ ମାନଙ୍କର ମଣ୍ଡଳୀର କାର୍ଯ୍ୟ ପାଇଁ ମଧ୍ୟ ତୁମେ ପ୍ରତ୍ୟେକ କାର୍ଯ୍ୟକୁ ମଧ୍ୟ ସମ୍ପାଦନ କରିବା ପାଇଁ ଊର୍ଦ୍ଧ୍ୱରୁ ସାହାଯ୍ୟ କର। କାରଣ ପ୍ରତ୍ୟେକ ବିଷୟ ପ୍ରଭୁ ଊର୍ଦ୍ଧ୍ୱରୁ ଆସିଥାଏ। ତୁମେ ଯଦି ସାହାଯ୍ୟ କର, ତେବେ ପ୍ରତ୍ୟେକ ବିଷୟ ପ୍ରଭୁ ତାହା ସମ୍ଭବ ହେଇପାରିବ। କାରଣ ଯେତେବେଳେ ଆମମାନଙ୍କ ପାଖରେ ସୋରିଷ ଦାନା ପରି ବିଶ୍ୱାସ ରହୁଛି, ସେ ସମୟରେ ପାହାଡକୁ ମଧ୍ୟ ସମୁଦ୍ରରେ ପଡିଯା କହିଲେ ତାହା ମଧ୍ୟ ପଡିଯିବ। ଏ ପ୍ରକାର ବାକ୍ୟ ମଧ୍ୟ ତୁମେ ଆମମାନଙ୍କୁ ଦେଇଅଛ। ହଁ ପ୍ରଭୁ, ସେଇ ବୃଦ୍ଧ ଦାସ ବିଷୟରେ ଯେତେବେଳେ ମଧ୍ୟ ଆମମାନେ ଶୁଣୁଥିଲୁ, ସେ ଯେମିତି ଅବ୍ରାହାମଙ୍କ ନିମନ୍ତେ ପ୍ରଭୁ ପ୍ରାର୍ଥନା ମଧ୍ୟ କରୁଛି, ଏବଂ ପ୍ରଭୁ ଅବ୍ରାହ୍ମଙ୍କ ସହିତ କେଉଁ ପ୍ରକାର ଆତ୍ମିକ ଜୀବନ ପ୍ରଭୁ ବଞ୍ଚୁଛି, ସେଇ ବିଷୟ ମଧ୍ୟ ଦେଖିକି ଆମମାନଙ୍କର ହୃଦୟ ଦେଖିଲେ ପ୍ରଭୁ ଆମମାନଙ୍କୁ ପ୍ରକୃତରେ ଲଜ୍ଜା ମଧ୍ୟ ଲାଗୁଛି କି ଆମମାନେ ଯଦିଓ ପାଖରେ ଦେଖାଗଲା ଭଳି ପ୍ରଭୁ ଅଛୁ, କିନ୍ତୁ ହୃଦୟରେ ମଧ୍ୟ ଆମମାନେ ଅନେକ ସମୟରେ ଦୂରରେ ଥାଇ ପ୍ରଭୁ ଅନେକ ସମୟରେ ଆମମାନେ ଶୈତାନର ସ୍ୱରକୁ ଶୁଣି ଆମମାନେ ତୁମ ଠାରୁ ପ୍ରଭୁ ଅଲଗା ହେଇକି ରହୁଛୁ। କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ପ୍ରତ୍ୟେକ ସମୟରେ ଧରି ରଖିଅଛ, ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ। ହଁ ପ୍ରଭୁ, ପ୍ରତ୍ୟେକ ପ୍ରାର୍ଥନା ଶୁଣିଛ ବୋଲି ତୁମକୁ ଧନ୍ୟବାଦ ଦେଇ ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ। ଆମେନ୍। ଆମେନ୍। ବହୁତ ଧନ୍ୟବାଦ ଏଲ୍ଡର, ଆଉ ସମସ୍ତ ଭାଇ ଭଉଣୀଙ୍କୁ ଧନ୍ୟବାଦ। ଆଉ